କରିଥବା ଏଥି ନିମନ୍ତେ ତୁମ ଦାସଙ୍କୁ ପ୍ରେରଣ କରିଛ ତାଙ୍କର ମୁଖର ବାକ୍ୟ ମାନଙ୍କର ସମସ୍ତ ଅଶାରୀରିକ ସମସ୍ତ ଦୁର୍ବଳତା ଆଉ ସଫଳ ଆଣୁଛି ଏବଂ ପ୍ରଭୁ ଯୀଶୁ ପାପ ପରିଷ୍କାର କରୁଛି ଅଧର୍ମରୁ ଦୂରେଇ ଦେବାକୁ ଦେଉଛି ଏବଂ ପ୍ରଭୁ ଯୀଶୁ ଆତ୍ମାରେ ଶକ୍ତିରେ ଓ ପ୍ରଭୁ ଆଉ ସମ୍ପୂର୍ଣ୍ଣ ଗୋଟେ ବଳିଷ୍ଠ ଆଉ ପ୍ରଭୁ କରୁଛି ଏଥିପାଇଁ ଧନ୍ୟବାଦ ଦେଉଛି ଆଧାରବାଣୀ ପୁତାରବାଣୀ ଖାଲରବାଦ ଓ ଦୀର୍ଘ 8 ଦିନ ହେଲାଣି ଆମ ସଙ୍ଗରେ ରହି ଓ ପ୍ରଭୁ ଆମକୁ ନୂଆ ନୂଆ କଥାକୁ ଆମକୁ ଉତ୍ସାହିତ କରିଛନ୍ତି ଆଜି ମଧ୍ୟ ପ୍ରଭୁ ନିଶ୍ଚୟ ଓ ତୁମେ ରଖିଛ ହାଲେଲୁୟା କି ରୂପକ ବାକ୍ୟ ତାହା ଆମେ ଜାଣିପାରିବୁ କିନ୍ତୁ ଆମଙ୍କର ସମସ୍ତ ହୃଦୟକୁ ପ୍ରଭୁ ପ୍ରଫୁଲ୍ଲିତ କର ଏବଂ ଆମଙ୍କର ପାପକୁ ଧୋଇ ଦିଅ ପରିଷ୍କାର କର ଏପରି ଏକ ବାକ୍ୟ ଆମକୁ ତୁମେ ଦିଅ ପ୍ରଭୁ ଯୀଶୁ ସେ ବାକ୍ୟ ଦ୍ୱାରା ଆମେ ସମ୍ପୂର୍ଣ୍ଣ ନିଜକୁ ପ୍ରଭୁ ସମ୍ପୂର୍ଣ୍ଣ ଜଗତକୁ ଭୁଲିଯିବୁ ଏବଂ ପ୍ରଭୁ ଆତ୍ମା ସତ୍ୟର ଉପାସନା କରିପାରିବୁ ତୁମର ଆଗମନ ନିମନ୍ତେ ଆମେ ପ୍ରସ୍ତୁତ ହୋଇପାରିବୁ ସେଥି ନିମନ୍ତେ ପୀଡ଼ିତ ରୋଗାଗ୍ରସ୍ତ ଲୋକମାନଙ୍କୁ ମଧ୍ୟ ତୁମେ ସୁସ୍ଥ କର ଯେ ଯାହା ପ୍ରକାର ଇଚ୍ଛା କରନ୍ତି ସେ ଅନୁସାରେ ପ୍ରଭୁ ପ୍ରତ୍ୟେକଙ୍କ ଇଚ୍ଛାକୁ ତୁମେ ପୂର୍ଣ୍ଣ କରି ତୁମେ ଗୌରବ ମହିମା ତୁମେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ତୁମେ ପ୍ରାର୍ଥନା ତୁମେ ଶୁଣିବ ବୋଲି ଧନ୍ୟବାଦ ଯୀଶୁଙ୍କ ନାମରେ
ଆମକୁ ଧନ୍ୟବାଦ କରୁଛି ଆଜିର ସୁଯୋଗ ନିମନ୍ତେ। ଟିକେ ପୋର କନେକ୍ସନ ରହୁଛି, ସେଥିପାଇଁ ଆଉ ଟିକେ ଲାଇଭରେ ବେଳେବେଳେ ଟିକେ ପ୍ରୋବ୍ଲେମ ଆସୁଛି। ପ୍ରଭୁଙ୍କୁ ଧନ୍ୟବାଦ ଦେଉଛି। ଆଜି ମଧ୍ୟ ଆମମାନଙ୍କୁ ସମସ୍ତଙ୍କୁ ପ୍ରଭୁ ଏକ ବିଶେଷ ସୁଯୋଗ ଦେଇଛନ୍ତି ପ୍ରଭୁଙ୍କର ନିକଟବର୍ତ୍ତୀ ହେବା ପାଇଁ ଏବଂ ଏହି ଅନ୍ତିମ ସମୟରେ ଆଉ ପ୍ରଭୁଙ୍କର କ୍ରୋଧ କୋପ ଯେ ପ୍ରକାଶ ପାଉଛି ତାହା ମାନେ ଜାଣୁଛୁ, ସେଥିରୁ ଉଦ୍ଧାର ପାଇବା ପାଇଁ ଆମମାନଙ୍କୁ ବିଶେଷ ଭାବରେ ପ୍ରସ୍ତୁତ ହେବା ଆବଶ୍ୟକ। ଆଉ ପ୍ରଭୁଙ୍କର ବାକ୍ୟ ଆମମାନଙ୍କୁ ନିଜକୁ ଆମମାନଙ୍କୁ ଦେଖିବା ପାଇଁ ଆମମାନଙ୍କୁ ସାହାଯ୍ୟ କରେ ବିଶେଷ ଭାବରେ, ଯଦ୍ୱାରା ସେ ବାକ୍ୟ ରୂପ ଦର୍ପଣ ନିଜକୁ ଦେଖି ଆମେ ପ୍ରସ୍ତୁତ କରିପାରିବା। ପ୍ରଥମ ସମୟ 15 ପର୍ବରୁ ଟିକେ ଆମେ ଆଉ ପଢିବା। आरंभ है ना 15 हो ये प्रथम समय 15 पर्व दस पदरु 18 पद पर्यंत ए उत्तरे सामुएल प्रति सदा प्रभुଙ୍କର ବାକ୍ୟ ଉପସ୍ଥିତ ହେଲା, ଯଥା ଆମ୍ଭେ ଯେ ସାଉଲଙ୍କୁ ରାଜା କଲୁ ଏଥିପାଇଁ ଆମ୍ଭେ ଦୁଃଖିତ, କାରଣ ସେ ଆମ୍ଭଠାରୁ ବିମୁଖ ହୋଇଅଛି ଓ ଆମ୍ଭର ବାକ୍ୟ ସଫଳ କରିନାହିଁ। ଏଥିରେ ସାମୁଏଲ କ୍ରୋଧ ହେଲେ, ତଥାପି ସମସ୍ତ ରାତ୍ରି ସଦା ପ୍ରଭୁଙ୍କ ନିକଟରେ କ୍ରନ୍ଦନ କଲେ। ପୁଣି ସାମୁଏଲ ସାଉଲଙ୍କ ସହିତ ପ୍ରଭାତରେ ସାକ୍ଷାତ କରିବା ପାଇଁ ଶୀଘ୍ର ଉଠିଲେ। ତହୁ ସାମୁଏଲଙ୍କୁ ଏହି ସମ୍ବାଦ ଦିଆଗଲା ଯେ ସାଉଲ କର୍ମିଲକୁ ଆସିଥିଲେ, ଆଉ ଦେଖ ସେ ଆପଣା ପାଇଁ ଜୟସ୍ତମ୍ଭ ସ୍ଥାପନ କରି ସେଠାରୁ ଫେରି ପ୍ରସ୍ଥାନ କରି ଗିଲଗଲକୁ ବାହାରି ଯାଇଅଛନ୍ତି। ଏଥିରେ ସାମୁଏଲ ସାଉଲଙ୍କ ନିକଟକୁ ଗଲେ। ପୁଣି ସାଉଲ ତାଙ୍କୁ କହିଲେ, ତୁମେ ସଦାପ୍ରଭୁଙ୍କୁ ଆଶୀର୍ବାଦ ପାତ୍ର, ମୁଁ ସଦାପ୍ରଭୁଙ୍କ ବାକ୍ୟ ସଫଳ କରିଅଛି। କହିଲେ ସାମୁଏଲ କହିଲେ, ତେବେ ମୋ କର୍ଣ୍ଣରେ ଯେ ମେଷରବ ହଉଅଛି ଓ ମୁଁ ଯେ ଗରୁରବ ଶୁଣୁଛି, ଏଥିର ଅର୍ଥ କଣ? ତୁ ସାଉଲ କହିଲେ, ସେମାନେ ଅମାଲେକୀୟ ମାନଙ୍କ ଠାରୁ ସେ ସବୁ ଆଣିଅଛନ୍ତି। ତୁ ସାଉଲ କହିଲେ, ସେମାନେ ଅମାଲେକୀୟ ମାନଙ୍କ ଠାରୁ ସେ ସବୁ ଆଣିଛନ୍ତି, କାରଣ ସଦାପ୍ରଭୁ ତୁମ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବା ନିମନ୍ତେ ଲୋକମାନେ ଉତ୍ତମ ଉତ୍ତମ ମେଷ ଓ ଗରୁ ପ୍ରତି ଦୟା କଲେ। ମାତ୍ର ଅବଶିଷ୍ଟ ସକଳକୁ ଆମ୍ଭେମାନେ ବର୍ଜିତ ରୂପେ ବିନାଶ କରିଅଛୁ। ସେତେବେଳେ ସାମୁଏଲ ସାଉଲଙ୍କୁ କହିଲେ, ତାହା ଛାଡ, ସଦାପ୍ରଭୁ ଆଜି ରାତ୍ରିରେ ମୋତେ ଯାହା କହିଅଛନ୍ତି ତାହା ମୁଁ ତୁମକୁ ଜଣାଇବି। ଏଥିରେ ସେ କହିଲେ, କୁହ। ତେଣୁ ସାମୁଏଲ କହିଲେ, କୁହ ଦେଖି, ତୁମ୍ଭେ ଆପଣା ଦୃଷ୍ଟିରେ କ୍ଷୁଦ୍ର ହେଲେ ହେଁ କି ଇସ୍ରାଏଲ ବଂଶ ସମୂହ ମସ୍ତକ ହୋଇନାହଁ। ପୁଣି ସଦାପ୍ରଭୁ ତୁମକୁ ଇସ୍ରାଏଲ ଉପରେ ରାଜା କରି ଅଭିଷିକ୍ତ କଲେ। ଆଉ ସଦାପ୍ରଭୁ ତୁମକୁ ଯୁଦ୍ଧ ଯାତ୍ରାରେ ପଠାଇ କହିଲେ, ଯାଅ ସେହି ଅମାଲେକୀୟ ପାପୀ ମାନଙ୍କୁ ବର୍ଜିତ ରୂପେ ବିନାଶ କର, ଆଉ ସେମାନେ ନିଶେଷରେ ଉଚ୍ଛିନ୍ନ ହେବା ପର୍ଯ୍ୟନ୍ତ ସେମାନଙ୍କ ସଙ୍ଗେ ଯୁଦ୍ଧ କର। এই 18 পদের গোটে কথা যে লেখা ଅଛି, ଆଉ ସଦାପ୍ରଭୁ ତୁମକୁ ଯୁଦ୍ଧ ଯାତ୍ରାରେ ପଠାଇ କହିଲେ, ଯାଅ ସେଇ ଅମାଲେକୀୟ ପାପୀ ମାନଙ୍କୁ ବର୍ଜିତ ରୂପେ ବିନାଶ କର, ଆଉ ସେମାନେ ନିଃଶେଷ ରୂପେ ଉଚ୍ଛିନ୍ନ ହେବା ପର୍ଯ୍ୟନ୍ତ ସେମାନଙ୍କ ସଙ୍ଗେ ଯୁଦ୍ଧ କର। ଅମାଲେକୀୟ ପାପୀ ମାନଙ୍କୁ ବର୍ଜିତ ରୂପେ ବିନାଶ କର ଏବଂ ସେମାନେ ନିଃଶେଷ ରୂପେ ଉଚ୍ଛିନ୍ନ ହେବା ପର୍ଯ୍ୟନ୍ତ ସେମାନଙ୍କ ସଙ୍ଗେ ଯୁଦ୍ଧ କର। ପାପୀ ମାନଙ୍କୁ ପ୍ରଭୁ ବିନାଶ କରୁଛନ୍ତି। ପାପୀ ମାନେ ବିନଷ୍ଟ ହେବେ।
ମାତ୍ର ଧାର୍ମିକ ମାନେ ଉଦ୍ଧାର ପାଇବେ। ଗୋଟିଏ ସମୟରେ ଯେତେବେଳେ ସାଉଲଙ୍କୁ ଇସ୍ରାଏଲର ରାଜା କରାହେଲା, ପରମେଶ୍ୱର କଲେ, ଆଉ ସେ ପ୍ରଥମ ରାଜା ଥିଲେ, ସେତେବେଳେ ଆଉ ସେ ତାଙ୍କୁ ସାମୁଏଲ ଭବିଷ୍ୟତ ବକ୍ତାଙ୍କ ଦ୍ୱାରା ଏଇ କଥା କହିଲେ, ଗୋଟେ ଆଜ୍ଞା ଦେଇ କହିଲେ, ଅମାଲେକୀୟ ମାନଙ୍କୁ ବିନାଶ କରିବେ, ବର୍ଜିତ ରୂପେ ସମ୍ପୂର୍ଣ୍ଣ ରୂପେ ବିନାଶ କରିବେ। ପରମେଶ୍ୱର ଚାହିଁଥିଲେ ସେମାନଙ୍କର ନାମ ଆକାଶ ତଳୁ ପୁରା ଲୋପ କରିବା ପାଇଁ। ଯେହେତୁ ଯେତେବେଳେ ମିଶର ଦେଶରୁ ଇସ୍ରାଏଲ ମାନେ ବାହାରିକି ଆସିଲେ ମୋଶାଙ୍କ ନେତୃତ୍ୱରେ, ସେତେବେଳେ ଏ ଅମାଲେକୀୟ ମାନେ ସେମାନଙ୍କୁ ବହୁତ ବିରୋଧ କରିଥିଲେ, ସେମାନଙ୍କ ସହିତ ଯୁଦ୍ଧ ହୋଇଥିଲା, ଆଉ କେତେକ ଇସ୍ରାଏଲ ମାନଙ୍କୁ ମଧ୍ୟ ସେମାନେ ବନ୍ଧ କରିଥିଲେ। ଆଉ ପରମେଶ୍ୱର ସେମାନଙ୍କ ଆପଣା ଲୋକମାନଙ୍କର, ନିଜ ଲୋକମାନଙ୍କର ପକ୍ଷରେ ସବୁବେଳେ କାର୍ଯ୍ୟ କରନ୍ତି, ଆଉ ସେ ପ୍ରତିଶୋଧ ନିଅନ୍ତି। ଏଟା ତାଙ୍କ ମନରେ ଥିଲା। ତେଣୁକରି ବାଇବଲ ଲେଖା ଅଛି, ହେ ପ୍ରିୟ ମାନେ, ତୁମାନେ ନିଜେ ନିଜେ ପ୍ରତିଶୋଧ କ୍ରୋଧ ପାଇଁ ସ୍ଥାନ ଛାଡ଼ିଦିଅ। ପ୍ରତିଶୋଧ ନେବା ଆମର କର୍ତ୍ତବ୍ୟ। ଆଉ ଲେଖା ହେଉଛି, ଯେତେବେଳେ ପରମେଶ୍ୱର ସେ କହନ୍ତି ଆମେ ଯେତେବେଳେ ପ୍ରତିଶୋଧ ନେବା, କାହାରି ଅନୁରୋଧ ମାନିବା ନାହିଁ। ତେଣୁ ପରମେଶ୍ୱରଙ୍କର ମନରେ ଥିଲା ଯେ ପରମେଶ୍ୱରଙ୍କ ଲୋକମାନଙ୍କୁ ଯେଉଁମାନେ ବିରୋଧ କରିଥିଲେ, ତାଙ୍କ ସଙ୍ଗେ ଯୁଦ୍ଧ କରିଥିଲେ, ସେଇ ଇସ୍ରାଏଲ ମାନଙ୍କୁ, ସେଇ ଅମାଲେକ ମାନଙ୍କୁ ପରମେଶ୍ୱର ଚାହୁଁଥିଲେ ବଦ୍ଧ କରିବାକୁ। ତେଣୁ ଆଉ ଇସ୍ରାଏଲର ଯେ ପ୍ରଥମ ରାଜା ସାଉଲ, ତାଙ୍କୁ ସେ ଆଦେଶ ଦେଲେ ଅମାଲେକକୁ ସମ୍ପୂର୍ଣ୍ଣ ରୂପେ ବିନାଶ କରିବ। ଯେହେତୁ ପରମେଶ୍ୱରଙ୍କର ଲୋକମାନେ, ଈଶ୍ୱରଙ୍କର ଲୋକମାନେ, ଆମମାନେ ତାଙ୍କ ଚକ୍ଷୁର ପିତୁଳା ସ୍ୱରୂପ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ପରମେଶ୍ୱର କହିଲେ ଯେ ତୁମକୁ ଛୁଇଁବ, ସେ ଆମ ଚକ୍ଷୁର ପିତୁଳାକୁ ଛୁଇଁବ। ଏପରି ଗୋଟିଏ ସମୟରେ ଘଟିଲା। କଟକରେ ଆମେ ଯୋଉଠି ପ୍ରଭୁଙ୍କର ସଭା ଆମେ ଆଉ କରୁଥିଲୁ, ନିଜ ଗୃହରେ ଯିବା ପରଠାରୁ ପ୍ରଭୁଙ୍କର ସଭା ହୁଏ ଆଜି ପର୍ଯ୍ୟନ୍ତ। ଆମେ ଯୋଉଠି ରହିଲେ ମଧ୍ୟ, ତେଣୁକରି ସବୁବେଳେ ତେଣୁ ଆମେ ଆଉ ଘର ଗୁଡାକ ଆମକୁ ବଦଳେଇବାକୁ ହବ। ସେତେବେଳେ ଗୋଟିଏ ବଡ ହଲ୍ ଯେମିତି ଥିବ, ସେଟାକୁ ଆମେ ଚିନ୍ତା କରିଥାଉ, ଯେମିତି ଲୋକମାନେ ଗିର୍ଜାରେ ଏକତ୍ର ହେଇପାରିବେ। ତେଣୁ ଯେତେବେଳେ ଆମେ ସେ ଷ୍ଟୁଆର୍ଟ ପାର୍ଟନର ଥିଲୁ, ଦିନେ ହଠାତ୍ ଜଣେ ଆଉ ଘର ସାମ୍ନାରେ ଥିବା ଜଣେ ଲୋକ ସେ ବହୁତ ବିରୋଧ କଲା ଆସିକି। ଜିଜା ପ୍ରାର୍ଥନା ପାଇଁ ସେ ବିରୋଧ କଲେ, ଅନ୍ୟ କିଛି ବିଷୟରେ ଆଉ ସେ କିଛି କଥା କହିଲା। ମୁଁ ତାକୁ ଭଲରେ କହିଲି, ଭାଇ କଣ ହେଲା? ସେ ଗୋଟିଏ କଥା ସେ କହିଲା, ବାଜେ ଲୋକ ଏଇଠି ଧର୍ମ କରୁଛି, ଏତିକି କଥା ସେ କହିଲା। ଆଉ ସେତେବେଳେ ମୁଁ ଆଖି ବନ୍ଦ କରିଦେଲି, ଆଉ କିଛି କହିଲିନି। କହିଲି, ପ୍ରଭୁ ତୁମ ହାତରେ ମୁଁ ଏଇଟା ଛାଡ଼ିଦେଲି, ତମେ ଏ କଥା ବୁଝିବ। ଆଉ ମୁଁ କିଛି ବି କହିଲି ନା। ସେ ରାତିରେ ମୁଁ ସ୍ୱପ୍ନ ଦେଖିଲି, ପୋଲିସ ଆସି ସେଇ ଲୋକଟାକୁ ବାନ୍ଧି ଆମ ଘର ବରଣ୍ଡାରେ ବସେଇଛନ୍ତି। ମାତ୍ର ଗୋଟିଏ ସପ୍ତାହ ଯାଇଛି। ରବିବାର ଦିନ ଆମେ ଗିର୍ଜା କରୁଛୁ, ସେଇ ସାହିରେ ବହୁତ ମାନେ କ୍ରନ୍ଦନର ରୋଳ ଉଠୁଛି। ରବିବାର ଆମର ଗୀତା ମତେ କଣ ହଉଛି, ଯାହା ହଉଥିବ ହଉଥିବ। ଗିର୍ଜା ସରିଲା ପରେ ମୁଁ ଜାଣିବା ପାଇଁ ଚେଷ୍ଟା କଲି କଣ ହେଇଛି। କଣ ଗୋଟିଏ ଯୁବା ଝିଅଟା ସୁଇସାଇଡ କରିଛି, ଆଉ ତାକୁ ବଡ ମେଡିକାଲକୁ ଆଉ ତାର ଡେଡ୍ ବଡିକୁ ନେଇ ପୋଷ୍ଟମର୍ଟମ କରିକି ତାକୁ ଆଣିଛନ୍ତି। ତାକୁ ଦେଖି ଲୋକ କାନ୍ଦୁଛନ୍ତି, ସମ୍ଭାଳି ପାରୁନାହାନ୍ତି। ଆଉ ଗୋଟେ ଗ୍ରାଜୁଏଟ ସେ ଥିଲା, ସୁନ୍ଦର ଝିଅଟା ମଧ୍ୟ। ଆଉ ତାର ଆଉ ଗୋଟିଏ ଭଉଣୀ ମଧ୍ୟ ସେମିତି ସୁଇସାଇଡ କରିବା ପାଇଁ ଚେଷ୍ଟା କରୁଛି। କାରଣ ସେ ଦୃଶ୍ୟ ଦେଖିପାରୁନାହାନ୍ତି, ସମସ୍ତେ ବହୁତ କାନ୍ଦୁଛନ୍ତି। ତାପରେ କଣ କିଛି ଗୋଟେ ହେଇଥିବ। ସେମାନେ ଖ୍ରୀଷ୍ଟିଆନ ନାହାନ୍ତି, ସେମାନେ ହିନ୍ଦୁ ଥିଲେ। ଆଉ ତାପରେ ଜାଣିବା ପାଇଁ ଚାହିଁଲି, ସେ ସାହିରେ ତ ଆମେ ରହୁଛୁ, ସେ ଝିଅଟା କିଏ କାହାର। ଆଉ ଜାଣିଲି, ଯୋଉ ଲୋକ ମତେ କହିଥିଲା ଗୋଟିଏ ସପ୍ତାହ ତଳେ ଏ ବାଜ୍ୟ ଲୋକ ଏଇଠି ଧର୍ମ କରୁଛି, ତାରି ଝିଅ। ତାପରେ ମତେ ବହୁତ ମନରେ କଷ୍ଟ ହେଲା। ଶୁଣିଲି ଆଉ ଗୋଟେ ଝିଅ ତାର, ଆଉ ସେ ବି ସୁଇସାଇଡ କରିବା ପାଇଁ ଚେଷ୍ଟା କରୁଛି। ପ୍ରଭୁଙ୍କ ନିକଟରେ ମୁଁ ପ୍ରାର୍ଥନା କଲି, ପ୍ରଭୁ ଏତେ ବଡ ଦଣ୍ଡରେ ଦେଲ, ମୋ ମନରେ କଷ୍ଟ ହେଲା ଅବଶ୍ୟ। ମୁଁ କହିଲି ତୁମ ହାତରେ ମୁଁ ଛାଡ଼ିଦେଲି, ତମେ ବୁଝିବ ଏ କଥା। ପ୍ରଭୁ ମତେ ପଚାରିଥିଲେ, ଦେଖ ତମକୁ ଏମିତି ସେ କହିଲା ନା, ମୁଁ ଏମିତି ଦଣ୍ଡ ଦେବି, ତାର ଗୋଟିଏ ଝିଅ ସୁଇସାଇଡ କରିବ। ମୁଁ ରାଜି ହେଇନଥାନ୍ତି ସେ କଥା। ପ୍ରଭୁ ଏତେ ବଡ କଥା, ଯାହା କହିଲା ସେଇ ଲୋକ କହିଲା, ଆଉ ତାର ହାତ ଭାଙ୍ଗି ଯାଉ, ନହେଲେ ଗୋଡ ଭାଙ୍ଗି ଯାଉ,
ନହେଲେ ତାର ଗାଡି ଫାଡି ଥିଲେ ଚୋରି ହେଇଯାଉ ସମ୍ପତ୍ତି ଚୋର ପଶି ନେଇଯାଆନ୍ତୁ ପଛକେ ଏମିତି କିଛି ହଉ ଝିଅଟା ଯେ ମରିବ ଏଟା ମୁଁ ଚାହିଁନଥା ଏତେ ବଡ କାର୍ଯ୍ୟ ଲେଖା ଅଛି ପ୍ରତିଶୋଧ ନେବା ଆମର କର୍ତ୍ତବ୍ୟ ଯେତେବେଳେ ପ୍ରତିଶୋଧ ନେବା କାହାରି ଅନୁରୋଧ ମାନିବା କିନ୍ତୁ ମୁଁ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲି ଯଥେଷ୍ଟ ହେଲା ପ୍ରଭୁ ଦୟାକର ଆଉ ମୁଁ ଶୁଣୁଛି ଆଉ ଗୋଟେ ଝିଅ ମଧ୍ୟ ତାର ସୁଇସାଇଡ୍ କରିବା ପାଇଁ ଚେଷ୍ଟା କରୁଛି ସେ ଲୋକ ତ ବୁଝିପାରୁନି ଲୋକ ବୁଝିପାରୁନାହାନ୍ତି କଣ ହଉଛି ଭିତର କଥା କଣ ମୁଁ ଜାଣିପାରିଛି ତେଣୁ ମୁଁ ବିନତି କରୁଛି ଯଥେଷ୍ଟ ହେଲା ତାର ସେ ଆଉ ଗୋଟେ ଝିଅ ଯେମିତି ସୁଇସାଇଡ୍ କରିବ ନାହିଁ ଆଉ ସେ ବଞ୍ଚିକି ରହିଲା ପ୍ରଭୁ ଏପରି ଭାବରେ କାର୍ଯ୍ୟ କରନ୍ତି ପ୍ରଭୁଙ୍କ ଲୋକମାନଙ୍କ ପ୍ରତି ଯୋଉମାନେ ଅନ୍ୟାୟ କରନ୍ତି ଆଉ ସେମାନଙ୍କ ବିରୁଦ୍ଧରେ ପ୍ରଭୁଙ୍କର ମନରେ ପ୍ରତିଶୋଧର ବିଷୟ ଥାଏ ଛାଡ଼ିବେ ନାହିଁ କେବେ ପ୍ରଭୁ ଗୋଟିଏ ସମୟ ଆସିବ ନିଶ୍ଚୟ ତାର ସେ ପ୍ରତିଫଳ ଦେଖିବେ ବାଇବଲ ଲେଖା ହଉଛି ଧାର୍ମିକ ଲୋକ ପ୍ରତିଫଳ ଦେଖି ଆନନ୍ଦ କରିବ ସେଇ ପ୍ରକାର ଆଉ ଗୋଟେ ଘଟଣା ଘଟିଲା ସେଇ ସାହିରେ ଆମେ ଆଉ ଗୋଟେ ଘରକୁ ଆସିଲୁ ଗିର୍ଜା ପ୍ରାର୍ଥନା ସାଇଡରେ ଥିବା ସେ ଖ୍ରୀଷ୍ଟିଆନ ଲୋକ ବହୁତ ସେ ବିରୋଧ କଲା ଆଉ ଗୋଟେ ଭୟଙ୍କର ଗଣ୍ଡଗୋଳ ମଧ୍ୟ ହେଲା ସେଠି ଖୁବ ଗୋଟେ ତାରନା ହେଲା ତାପରେ ଆମେ ସେଇ ସାହିରେ ଛାଡ଼ିଦେଲୁ ଅନ୍ୟ ଜାଗାରେ ଅନ୍ୟ ସାହିରେ ଯାଇକି ରହିଲୁ ପ୍ରଭୁଙ୍କର ସମାରମ୍ଭ କିଛିଟା ବର୍ଷ ଯାଇଛି ଯୋଉ ମୁଖ୍ୟ ଲୋକଟା ସେ କରୁଥିଲା ଆଉ ସେ ହାଇକୋର୍ଟରେ ଚାକିରି କରୁଥିଲା ତାର ସ୍ତ୍ରୀ ବି ଜଣେ ସ୍କୁଲ ଟିଚର ତାର ଗୋଟିଏ ପୁଅ ଆଉ ହଠାତ୍ ଦିନେ ମତେ ଫୋନରେ ତାର ସ୍ତ୍ରୀ କାନ୍ଦି କାନ୍ଦିକି ଫୋନ କରିକି ମତେ ସତ କେବେ କଥାବାର୍ତ୍ତା କରନ୍ତି ନାହିଁ ପରିସ୍ଥିତି ସେମିତି ହେଇଛି କହିଲା ଆମର ସେ କାନ୍ଦୁଛି ମୁଁ କହିଲି କିଏ ତମେ କଣ କହିଛି କୁହ ସେ ପରିଚୟ ଦେଲା ମୁଁ ତାଙ୍କ ସ୍ତ୍ରୀ ଆପଣ ଆମ ସାହିରେ ଥିଲେ ଆମର ଯାହା ଭୁଲିଛି କ୍ଷମା କରିଦିଅନ୍ତୁ ମନେ ପକେଇଲି ଆଚ୍ଛା କଣ ହେଲା କଣ ହେଇଛି କୁହ ନା ମୋ ସ୍ୱାମୀଙ୍କର ଆଉ ସେ ଅଷ୍ଟ୍ରେଲିଆନ ଜଣ୍ଡିସ୍ ହେଇଛି ଭଲ ହେଇପାରିବନି ସାର୍ ବଡ ମେଡିକାଲରେ ଆମେ ଅଛୁ ତାଙ୍କର ଶେଷ ଅବସ୍ଥା ଆପଣ ଦୟାକରି କ୍ଷମା କରନ୍ତୁ ଆମର ସବୁ ଭୁଲ ଫୋନରେ ସେ କାନ୍ଦି କାନ୍ଦି କହୁଛି ତାର ଆଉ ଟିକେ ଆସି ପ୍ରାର୍ଥନା କର ମୁଁ ମନେ ପକେଇଲି ଶତ୍ରୁକୁ ପ୍ରେମ କର ଏଇଟା ମନେ ପକେଇକି ମୁଁ ଗଲି ବଡ ମେଡିକାଲ ଯୋଉ ଲୋକମାନେ ସବୁ ବହୁତ ବିରୋଧ କରୁଥିଲେ ଗଣ୍ଡଗୋଳ କରୁଥିଲେ ତାଡ଼ନା କରୁଥିଲେ ସେମାନେ ସବୁ ଅଛନ୍ତି ସେଇଠି ବସିଛନ୍ତି ମତେ ଦେଖିବା ମାତ୍ରେ ସମସ୍ତେ ଠିଆ ହେଇକି ହାତ ଯୋଡ଼ିକି ବେଞ୍ଜାମିନ ଭାଇ ନମସ୍କାର କଲେ ନମସ୍କାର ସେ ଲୋକ ପାଖକୁ ଗଲି ତାର ଶୋଚନୀୟ ଅବସ୍ଥା ସେ କାନ୍ଦିଲା ତାର ଆଖିରୁ ଲୁହ ବୋହିକି ହାତ ଯୋଡ଼ି ବଡ କଷ୍ଟରେ ଚାରିଆଡେ ସୋପାଇ ଫିଟିଂ ହେଇଛି ଏମିତି ନମସ୍କାର କଲା ମୋର ସବୁ ପାପ ଭୁଲ କ୍ଷମା କରିଦିଅନ୍ତୁ ସେଠୁ ମୋର ଆଉ ମନରେ କଷ୍ଟ ରହିଲାନି ଶତ୍ରୁକୁ ପ୍ରେମ କରିବା କର୍ତ୍ତବ୍ୟ ମୁଁ କହିଲି ଆପଣ ବଞ୍ଚିବେ ମରିବେ ନାହିଁ ଅନ୍ତର ଭିତରୁ ମୁଁ ତାଙ୍କୁ କ୍ଷମା କରିଦେଲି କହିଲି ଆଉ ଅତି ଶୀଘ୍ର ଆପଣ ଘରକୁ ଫେରିଯିବେ ତାପରେ ମୁଁ ପ୍ରାର୍ଥନା କଲି ଆଉ ତାପରେ ମୁଁ ମୋର ଏ ପାଖ ଆମର ମଣ୍ଡଳୀ ସବୁ ଆସିଥିଲା ମୁଁ କହିଲି ଦେଖନ୍ତୁ ମୁଁ ବର୍ତ୍ତମାନ ଯାଉଛି ଏମାନଙ୍କର ମଣ୍ଡଳୀ ସବୁ ଭିଜିଟ୍ କରିବା ପାଇଁ ମୁଁ ଆସିଲେ ନିଶ୍ଚୟ ଆପଣଙ୍କୁ ଦେଖିବି ଆପଣ ବଞ୍ଚିବେ ସେ କହିଲେ ନାହିଁ ସେ ତାଙ୍କ ଲୋକମାନେ ଆପଣ ଦୟାକରି ରୁହନ୍ତୁ ତାହେଲେ ସେ ବଞ୍ଚିବେ ନାହିଁ ମତେ ପ୍ରଭୁଙ୍କ ଆଡୁ ଆଉ ଆଦେଶ ହେଲାଣି ମୁଁ ଯିବି ଆଉ ସେ ଆଦେଶ ଲଙ୍ଘନ ମୁଁ ରହିଲେ ଏ ଯୋଉ ବଞ୍ଚିବା ପାଇଁ ଚାହୁଁଛନ୍ତି ସେ ବି ବଞ୍ଚିବ ନାହିଁ ଆଉ ମୋ ପାଇଁ ବି ବିପଦ ହବ ଆପଣ ମାନେ ସେମାନେ ମତେ ବହୁତ ରିକ୍ୱେଷ୍ଟ କରନ୍ତି ଆପଣ ଦୟାକରି ରୁହନ୍ତୁ ଆପଣ ରହିଲେ ସେ ବଞ୍ଚିବେ ନିଶ୍ଚୟ ଶେଷରେ ମୁଁ କହିଲି ଆପଣ ମାନେ କଣ ଚାହୁଁଛନ୍ତି ତାଙ୍କୁ ବଞ୍ଚିବା ପାଇଁ ଚାହୁଁଛନ୍ତି ହଁ ମୁଁ କଥା ଦେବି ସେ ବଞ୍ଚିବେ ସେ ଯଦି ତାଙ୍କର କଣ ମୃତ୍ୟୁ ବା କିଛି ହବ ମୁଁ ଦାୟୀ ହେବି ସେଥିପାଇଁ ଏତିକି କହିବାରୁ ସେମାନେ ଚୁପଚାପ ହେଇଗଲେ ଆସିବ ମୋର କାମ ସାରି ସେ ମତେ କହିଥିଲେ ମୁଁ ଘରକୁ ଡାକିବି ଆପଣଙ୍କୁ ପ୍ରାର୍ଥନା ଇତ୍ୟାଦି ସବୁ ହବ କହିବି ସବୁ କାମ ସାରି ଯେତେବେଳେ ମୁଁ ଗଲି ସେ ଲୋକ ବଞ୍ଚିକି ଅଛନ୍ତି ଘରେ ବି ଅଛନ୍ତି ଆଉ ତାଙ୍କ ସ୍ତ୍ରୀକୁ ସେ ସ୍କୁଲ ଛାଡିବା ପାଇଁ ଯିବା ସମୟରେ ସେ ସ୍କୁଟରରେ ଯାଉଛନ୍ତି ମତେ ଦେଖିଲେ ରାସ୍ତାରେ ଭଲ ଭାବରେ ନମସ୍କାର ଦଉଛନ୍ତି କିନ୍ତୁ ଘରକୁ କେବେ ଡାକିଲେ ନାହିଁ ଯାହା ସେ କହିଥିଲେ ପ୍ରାର୍ଥନା ଏତେ ଦିନ ଏମିତି ଦେଖିଲି ପ୍ରଭୁ ମତେ ଆତ୍ମାରେ କଥା କଲେ ଏ ଲୋକକୁ ପୁନର୍ବାର ସେ ରୋଗ ହବ ଆଉ ସେ ମରିବ ଅଳ୍ପ କିଛି ବର୍ଷ ପରେ ପୁନର୍ବାର ସେ ରୋଗ ହେଲା ଆଉ ସେ ମଲା ମତେ ସେମାନେ ଡାକି ପାରିଲେନି ତାଙ୍କର ସାହସ ନାହିଁ ମତେ ଯୋଉ କଥା ଦେଇଥିଲେ ସେ କଥା ବି ସେମାନେ ରକ୍ଷା କଲେନି ଘରକୁ ଡାକି ନଥିଲେ ସେ ଲୋକ ତ ମରିଗଲେ ସେ ଖାଲି ସେ ମଲେ ତାହା ନାହିଁ ତାଙ୍କର ଗୋଟିଏ ବୋଲି ପୁଅ ଆଉ ସେ ପୁଅଟା କଣ କାମ ବାହା କରି ତାର ଗୋଟେ ଛୋଟ ପିଲାଟି ଥିଲା ଦିନେ ସେ ଅଫିସରୁ ଫେରିକି ଯେତେବେଳେ ସେ ଆସୁଛି ସାହିକୁ
आउ सेठी से जाइका आउ काम चली बड़ बड़ कर सब खोला हो ड्रेनेज सिस्टम करने केमी लाइट बोध है ना कौन से भीतर से पड़गला तार गाड़ी सहित मेडिकल निला कोमा को चलीगला प्राइवेट लोक मान द्वारा शुणिली से कोमारे से अच्छी मुझे कौन करी प्रभु ए प्रतिशोध नौ जदि से भाव में मो पाखे नकरम रही था मुझे किंतु से साहस नहीं प्रभु से नो देना अल्प दिन पर से भी मरीगला आउ से प्रथम ट्रिटमेंट सबू टंका लक्ष लक्ष टंका सब से खर्च कर धन गला जीवन गला यही भाव गाँ ठू आरंभ कर सहर पर्यंत आज पर्यंत कौन सी लोक मत विरोध करके पारि ना किंतु प्रभु मत रही जेहेतु लेखा होची जे तुमको छुईब से चक्षुर पितला को छुईब से आम को प्रतिशोध नवार चिंताधारा आम ठारे रहिबा उचित नहीं शत्रु मान को प्रेम करवा आमर कर्तव्य प्रभु जो कार्य करेंगे आउ से प्रतिशोध ने से कहार अनुरोध से मानिले यहीपरि भाव में इस्राएल प्रति से अमालेक मैंने जो व्यवहार करते परमेश्वर मन में था से प्रतिशोध नापी आउ से साउल को उठेले कहले यही आउ कौन से 18 पद लिखा से आउ सदा प्रभु तुमको युद्ध यात्रा रे पठाई कहले जाओ से अमालेकीय पापी मानकु वर्जित रूपे विनाश कर अमालेकीय पापी मानकु वर्जित रूपे विनाश कर प्रभु को लोक मानकर विपक्ष में जो माने अछंती से माने अछंती पापी माने सेमान को परमेश्वर निश्चय विनष्ट करिवे पापी माने विनष्ट हेबे निश्चय रक्षा पाई पारिबे किछि दिन भलरे चलले मध्य हठात सेमान को ऊपर को विनाश आसी जीव बाइबल लिखा होची लोके कहिबे शांति शांति किंतु प्रसव वेदना स्त्री परि वेदना समान आक्रांत हेबे सेमाने विनष्ट हेबे पापी माने विनष्ट हेबे तेणु वर्तमान जगत मध्य से अवस्था चली जगत पापरे पूर्ण सोदम हमारे मध्य लोट थिले आउ सेमान विरुद्ध में परमेश्वर निकट में जो क्रंदन उठी पहुंचुला सेमानकर पाप हेतु स्वर्ग पर्यंत ता पहुंचुला परमेश्वर निजे ओल्हेया आसी से सब देखिले आ अग्नि गंधक वृष्टि द्वारा सदम हमरा एवं चतुर्पार्श्व अंचल को विनाश कले कौन सी लोक बंचिला नहीं नहंक समय समुदाय जगत को से जल प्रलय द्वारा विनाश कले तेणु यहीपरि भाव में पापी मान को परमेश्वर विनष्ट कर विनष्ट होती एबे भी जगत रे पापी मान अछंती केवल से विनष्ट होगापाई अछंती सेमानकर आनंद सेमानकर खुशी सेमानकर सब भल विषय एका थरके दुख में परिणत हम आउ जो परमेश्वर कार्य करेंगे किए अन्यथा कर लेखा मात्र समस्त विषय अंतिम काल समीप यही समय आम को विशेष भाव में सचेतन जागृत होगा हम पापी नुह बर पापी परिवर्ते आम को धार्मिक होगा हम प्रभु दृष्टि जेपरिकी नोह को परमेश्वर कहले आदि पुस्तक 7 पर्वर 1 पदरे कौन लिखा आम इह काल लोक मान मध्य अपना साक्षात तुमको धार्मिक देखी तेणु तुम्हें सब परिवार जहाज में प्रवेश कर समस्त परिवार रक्षा पाइले से जहाज पशु रक्षा पाइले आउ बाकी केही रक्षा पाई पाले ना प्रभु जीशु स्पष्ट गोटे कथा कही नोह समय जेपरी मनुष्य पुत्र आगमन समय सेमती जगत वर्तमान विनष्ट होगा जाऊँगी तेणु पापी मान पृथक रहा आवश्यक जो साउल गले अमालेक मान सहित युद्ध करने अन्य देशीय जातीय लोक मैंने से तमें एमान बाहरी जाओ न सहित तुमको बद्ध करी विनाश करी से बाहरी की रक्षा पाए पापी मान लेखा आउ दुष्कर्मकारी मान सकाशु आपना को केवल से कौन सी पथ ही मनोनीत कर पापी मान पृथक रहा आवश्यक प्रभु लोक मान धार्मिक लोक मान जदि आम धार्मिकतार मार्ग अच्छु ताहले
आमको सर्व संकट प्रभु उद्धार करेंगे। गीत संहिता 34 पर्वर 15 लिखा अच्छी धार्मिक मान प्रति सदा प्रभुंकर दृष्टि अच्छी सेमानकर आत्राद प्रति तांकर वर्ण अच्छी। पुणी से गीत संहिता 34 पर्वर 17 पदर लिखा अच्छी धार्मिक माने क्रंदन करते सदा प्रभु शुणिले आकर सर्व संकट उद्धार कले। तेणु धार्मिकतार मार्ग जो मैंने जाऊँ आम जो मैंने धार्मिकतार मार्ग में जाऊँ आम को क्रंदन करने को इंग्रेजी रे पुणी से क्रंदन को क्राई चिलेवा को हम चित्कार करने को यही प्रकार प्रार्थना प्रभुंकर सेवा यहीटा को केबे छाड़िबे ना त्याग करेंगे नॉर्मल भाव में नहीं। बहुत ख्रीस्टियन अच्छा गिर्जा प्रार्थना सब कर सत मात्र से क्रंदन नहीं उच्च स्वर नहीं आर्तनाद नहीं सेटा दरकार। जीशु निजे प्रबल आर्तनाद अश्रुषक प्रार्थना जहाँ गतकाली कही 5 पर्वर 7 पदरे वाक्य अन्यथा हम ना टिके पाख समय जीव संगे वाक्यर डाहण बाम को जीव ना प्रार्थना दिन सारा राति सारा करंतु जदि क्रंदन नहीं उच्च आर्तनाद नहीं प्रार्थना प्रभावशील हो पार ना। दाऊद तेणुकर तो से कौन कहले आउ से कले संध्या प्रभात मध्याह्न काल भावना करी रोदन करी कथा ओडिया लिखाई गीत संहिता 55 तार 17 इंग्रेजी बाइबल रे विल आई प्रे एंड क्राई अलाउड प्रार्थना करी आ बहुत उच्च स्वर करी ठीक सही अवस्था को आसवा को पड़ो से प्रभुंकर कार्य हम नचेत प्रभुंकर क्रोध कोप समय से विनाश जो से करेंगे से को केही उद्धार पाई पारिबा नाही। टिके वाक्य को लंघन कले जपरी लोटन को जो कहले तुम्हें तुम परिवार स्वामी स्त्री दुई झील कहले आउ कौन कहले ना प्राण रक्षा निमंते पढ़ाओ पछाड़ को दृष्टि कर ना ए प्रांतर मध्य रह ना पर्वत को पड़ी जाओ नहिले विनष्ट हम मैंने जाऊ जो लोटन स्त्री पछकने लवण स्तंभ होगा यूट्यूब रे देखा मिल लॉर्ड्स वाइफ पिलर ऑफ सॉल्ट लोटंग स्त्री जोटा कि लवण स्तंभ जस्ट लिखिदे मिल जो से लोटंग लवण स्तंभ होती गोटे पथर भाई से ठिया रही पर्यंत तेणु से टिके एपाख सपाख आम रक्षा पाई पार से नाना समस्या आम पड़ुचु अनेक दुख आम पड़ुचु आमको धार्मिक जीवन काटिबा पुणी आउ से 19 पदरे 20 पदरे कौन लिखा होती से गीत संहिता 34 पर्व धार्मिक विपद मात्र सदा प्रभु से सबृता रक्षा करती तार अस्थि सकल रक्षा करती तो खंडे हेले जते प्रकार विपद संकर से धार्मिक माने आमने उद्धार पाइबा प्रभु आम उद्धार करने प्रस्तुत अच्छा केवल से कहते क्रंदन कर चिल्लाओ चित्कार कर सबु संग उद्धार कर एवं तापर आउ कौन लिखा ना से 21 पदर लिखा धार्मिक घृणाकारी दोषीकृत हम प्रभु को लोक मान विरुद्ध उठा लोक मान विपक्ष प्रभु रे कार्य करेंगे से जिते जड़े शत्रुता मो विरुद्ध से करू मुझे प्रतिशोध ना इच्छा करे ना परमेश्वर जपरी देवे सेमती आम नहीं पार रागी गाली गुलज कर बाड़ा पिटा टे थंडा हो परमेश्वर जपरी करेंगे सेपरी ना प्रभु को लोक माने प्रकृत प्रभु को लोक माने प्रतिशोध केबे नहीं पारिबे ना शत्रु को आम को प्रेम करने को हम तांको विरुद्ध रे कहा विरुद्ध रे माली मोकदमा माने कोर्ट कचेरी थाना ए सब को प्रभु को लोक जाई पारिबे नाही जदि आमे जाउछु प्रभु निरीक्षण करिके देखुछन्ती कोन तमे करूछ तमे धार्मिक लोक परा गोटे गाल रे चापड़ा मारले अन्य गाल देखि दो हमर धार्मिकता बहुत तळकु चली जाउछि आमे कटि जाउछु सेही प्रकार नाही बाइबल लिखा अछि क्षति काहे के सहय करूना हां क्षति सही जाओ पछके किंतु केबे क्या विरुद्ध न्यायालय जाकर अभियोग कर प्रभु को लोक मान कार्य ना आमको धार्मिक जीवन काटिबा को हम धार्मिक किए बाइबल लिखा लुक 1 पर्वर 5-6 पद कौन लिखा से जिखर एलिजाबेथ विषय लिखा से ईश्वर समस्त आज्ञा और विधि अनुसार निर्दोष रूपे आचरण कर ईश्वर दृष्टि धार्मिक थिले
ଯୋଉମାନେ ପ୍ରଭୁଙ୍କର ବାକ୍ୟ ବାଇବଲକୁ ଠିକ ଭାବରେ ମାନନ୍ତି ସେମାନେ କେବଳ ଧାର୍ମିକ। ଦିନ ରାତି ଗିର୍ଜା ପ୍ରାର୍ଥନା କଲେ କେହି ଧାର୍ମିକ ହେଇଯିବ ନାହିଁ। ଦିନ ଦିନ ଉପବାସ କଲେ କେହି ହେଇପାରିବ ନାହିଁ। ଆତ୍ମାରେ ପୂର୍ଣ୍ଣ ହେଇ ପରଭାଷାକୁ ହେଇପାରିବ ନାହିଁ। ବାକ୍ୟକୁ ମାନେ ଠିକ ଅଛି, ଦିନ ରାତି ଗିର୍ଜା ପ୍ରାର୍ଥନା ଦରକାର, ଆତ୍ମାରେ ପୂର୍ଣ୍ଣ ତତ୍ତ୍ୱ ଆଉ ପରଭାଷା କହିବା ଦରକାର, ଉପବାସ କରିବା ଦରକାର, ପ୍ରଚାର କରିବା ଦରକାର, ଆଉ ତା ସଙ୍ଗେ ଦରକାର କଣ? ବାଇବେଲକୁ ମାନିବା। ଯାହା ବାଇବେଲ କହୁଛି ସେଟା ମାନିବା, ତାହେଲେ ଆମେ ଧାର୍ମିକ ହେଇପାରିବା। ଆଉ ଏ ଧାର୍ମିକ ମାନଙ୍କ ପ୍ରତି ପ୍ରଭୁଙ୍କର ଆଉ ଦୃଷ୍ଟି ଅଛି, ତାଙ୍କର ଆତ୍ମାଦ ପ୍ରତି ତାଙ୍କର କର୍ଣ୍ଣ ଅଛି, ସର୍ବ ସଂକଟରୁ ସେମାନଙ୍କୁ ଉଦ୍ଧାର କରିବା ପାଇଁ। ହାଲେଲୁୟା। ତେଣୁ ପ୍ରଭୁଙ୍କ ନାମକୁ ଧନ୍ୟବାଦ ଦିଏ। ବର୍ତ୍ତମାନ ସମୟରେ ଆଉ ଏ ଜଗତର ଶେଷ ସମୟ କିପରି ଭୟଙ୍କର ସମୟ, ସେ ନୋହଙ୍କ ସମୟରେ ଯେମିତି ହେଇଥିଲା, ଆଉ ଭୋଜନ ପାନ କରିବା, କ୍ରୟ ବିକ୍ରୟ କରିବା, ବିବାହ ଦେବା ନେବା, ବୃକ୍ଷରୋପଣ ସବୁ ପ୍ରକାର ଜାଗତିକ କାର୍ଯ୍ୟ ଲୋଟଙ୍କ ସମୟରେ ଯେମିତି ହେଇଥିଲା, ସେଇ ସୋଦମ ଗମୋରା ଲୋକମାନେ ଏକଦମ ପାପିଷ୍ଠ ଲୋକମାନେ ଥିଲେ। ଆଉ ତାପରେ ପରମେଶ୍ୱର ଗୋଟିଏ ଦିନେ ପୃଥିବୀକୁ ଆସିଲେ, ଅବ୍ରାହମଙ୍କର ସହିତ କଥାବାର୍ତ୍ତା କଲେ। ଦେଖ, ଏମାନଙ୍କ ଏଇ ନଗର ବିରୁଦ୍ଧରେ ସ୍ୱର୍ଗ ପର୍ଯ୍ୟନ୍ତ କ୍ରନ୍ଦନ ଉଠୁଛି, ଆଉ ସେଟା ପ୍ରକୃତରେ ସତ କି ନାହିଁ ତା ଜାଣିବା ପାଇଁ, ଦେଖିବା ପାଇଁ ଆମେ ଆସିଲୁ। ତାପରେ ଆଉ ଅବ୍ରାହମ ତାକୁ ରକ୍ଷା କରିଦେବା ପାଇଁ କେତେ ପ୍ରଭୁଙ୍କ ନିକଟରେ ବିନତି କଲେ। କହିଲେ, ଆପଣ ସମସ୍ତ ମର୍ତ୍ତ୍ୟର ପରମେଶ୍ୱର, ଆପଣ ତେବେ ଅନ୍ୟାୟ କରିବେ ନାହିଁ। ପରମେଶ୍ୱର ଅବ୍ରାହମ ତ ନିଶ୍ଚୟ କହିଥିବେ, ଅଳ୍ପ ତ ଲେଖା ହେଇଛି, ଅବ୍ରାହମ ତମେ ଆମର ବନ୍ଧୁ, ଆମ ଦୃଷ୍ଟି ଅନୁଗ୍ରହ ପାଇଛ, ତମେ ଜଣେ ଧାର୍ମିକ ଲୋକ, ଯାହା କହିଛ ଆମେ ତମେ ସବୁ ମାନିଛ। ଏପରିକି ଆଉ ନିଜର ଏକମାତ୍ର ପୁତ୍ରଙ୍କୁ ମଧ୍ୟ ବଳିଦାନ କରିବା ପାଇଁ ସେ ପଛଘୁଞ୍ଚା ଦେଲେ ନାହିଁ। ପରମେଶ୍ୱରଙ୍କ ଆଜ୍ଞା ନେଇ ଜ୍ଞାତି କୁଟୁମ୍ବ ଦେଶ ସବୁ ଛାଡି ଚାଲିଗଲେ। ପରମେଶ୍ୱର ଯୋଉଠି କହିଲେ, ଦେଖ ତମଠୁ ଆମେ କିଛି ଲୁଚେଇବା ନାହିଁ। କଣ ତମର କହିବାର ଅର୍ଥ କଣ, ମାନେ କଣ, କଣ ଚାହୁଁଛ ତମେ? ମୁଁ ଗୋଟେ କଥା ଆପଣଙ୍କୁ ଅନୁରୋଧ କରିବି, 50 ଜଣ ଯଦି ଧାର୍ମିକ ଥିବେ ଆପଣଙ୍କ ନଗରରୁ ଛାଡ଼ିଦେବେ। ପରମେଶ୍ୱର କହିଲେ, ଅବ୍ରାହମ କହୁଛନ୍ତି ତ ଠିକ ଅଛି, 50 ଜଣ ଧାର୍ମିକ ମିଳେ ଛାଡ଼ିଦେବା ନଗରକୁ, ପଳେଇବା ସ୍ୱର୍ଗକୁ। ଆମେ ଏମାନେ ଯେମିତି ଅଛନ୍ତି ସେମିତି ରହିବା। ଅବ୍ରାହମ ଜାଣିଲେ 50 ଲୋକ ନଥିବେ, କହିଲେ ମୁଁ ଯଦି ଆଉ ରାଗିବେ ନାହିଁ, ମୁଁ ଆଉ ଥରେ କହିବି। କଣ, 45 ଜଣ ଧାର୍ମିକ ଥିବେ, 5 ଲୋକ କମିକି ଆପଣ ଛାଡ଼ିଦେବେ? ପରମେଶ୍ୱର କହିଲେ, ଏ 5 ଲୋକ କମିକି 45 ଜଣ ଯଦି ମିଳିବେ ଛାଡ଼ିଦେବା। ଅବ୍ରାହମ ଜାଣିଲେ 45 ଲୋକ ନଥିବେ, ଆଉ ଥରେ କହିବି 40 ଲୋକ ଥିବେ, 5 କମିକି। ପରମେଶ୍ୱର କହିଲେ 40 ମିଳିଲେ ଛାଡ଼ିଦେବା ଆମେ। 40 ଜଣ କଣ ଧାର୍ମିକ, ପୁରା ନଗର ରକ୍ଷା ପାଇଯିବ, ଚତୁଃପାର୍ଶ୍ୱ ରକ୍ଷା ପାଇଯିବ। ଗୋଟେ ଧାର୍ମିକ ଲୋକ ଦ୍ୱାରା କେମିତି ଲୋକମାନେ ସବୁ ଉଦ୍ଧାର ପାଏ? ଅବ୍ରାହମ ଜାଣିଲେ 40 ଲୋକ ନାହିଁ, କହିଲେ ଯଦି ପ୍ରଭୁ ଆଉ କ୍ରୋଧ କରିବେ ନାହିଁ, ମୁଁ ଥରେ କରିବି। ହେଇପାରେ 40 ନଥିଲେ 30 ଜଣ ଧାର୍ମିକ ମିଳିବେ। ପରମେଶ୍ୱର କହିଲେ ଆମେ ଛାଡ଼ିଦେବା, 30 ଜଣ ଧାର୍ମିକ ମିଳେ ଛାଡ଼ିଦେବା, ବିନାଶ କରିବା ନାହିଁ। ଆଉ ଗୋଟିଏ ଥର କହିବି, ହଁ କୁହ। 30 ନଥିବେ, 10 କମିକି 20 ଥିବେ ଧାର୍ମିକ। ପରମେଶ୍ୱର 20 ଜଣଙ୍କ ପାଇଁ ଆମେ ଛାଡ଼ିଦେବା ନଗରକୁ, ଆଉ ତାକୁ ବିନାଶ କରିବା ନାହିଁ। ଆଉ ସେ କହିଲେ ଆଉ ଗୋଟିଏ ଥର ମାତ୍ର କହିବି, ହେଇପାରେ 10 କମିକି 20ରୁ 10 ଜଣ ମାତ୍ର ଥିବେ। ପରମେଶ୍ୱର କହିଲେ 10 ଜଣ ଧାର୍ମିକ ମିଳିଲେ ଛାଡ଼ିଦେବା। ତାପରେ ଅବ୍ରାହମ ଆଉ କିଛି କହିଲେ ନାହିଁ। 10କୁ ଖସି ଆସିଲେ, 10ରୁ ଆଉ 10 କମିଗଲେ, ଆଉ କିଛି ତ ନାହିଁ, ଶୂନ ହେଇଗଲା, ବିନାଶ କଲେ। ମାତ୍ର ଲୋଟଙ୍କୁ ସେ ଧାର୍ମିକ ଲୋକ ବୋଲି ବାଇବଲ ଲେଖା ଅଛି। ତେଣୁକରି ଆଉ ତାଙ୍କୁ ଉଦ୍ଧାର କରିବା ପାଇଁ ସ୍ୱର୍ଗ ଦୂତ 2 ଜଣଙ୍କୁ ପଠେଇଲେ, ଆଉ ସେମାନେ ତାଙ୍କ ଘରେ ରହିଲେ, ଆଉ ସେମାନଙ୍କୁ ଟାଣିକି ବାହାର କଲେ, ଶୀଘ୍ର ବାହାରି ଯା, ଦେଖିବ କେମିତି ବିନାଶ ହେଲା। ଆଉ ବର୍ତ୍ତମାନ ଜଗତ ପାପରେ ପରିପୂର୍ଣ୍ଣ, ଜାଗତିକତାରେ ପୂର୍ଣ୍ଣ। ଲୋକମାନେ ଈଶ୍ୱରଙ୍କ ଆଉ ବିଷୟକ ଭୟ ଲୋକଙ୍କ ଠାରେ ନାହିଁ, ଈଶ୍ୱରଙ୍କ ଆଉ ଜ୍ଞାନ ନାହିଁ, ତାଙ୍କର ଆଉ ସହିତ ଲୋକେ କେହି ପରିଚିତ ରୁହନ୍ତି, ତାଙ୍କର ଆଜ୍ଞା କେହି ମାନିବା ପାଇଁ ପ୍ରସ୍ତୁତ ନାହାନ୍ତି, ନିଜ ନିଜ ସୁଖା ବିଳାସରେ ଜୀବନ କାଟୁଛନ୍ତି। ତେଣୁ ବାଇବଲ ଲେଖା ଅଛି କଣ, ଏହା ଜାଣିଥାଅ ଶେଷ କାଳରେ କଣ ହବ, ଭୀଷଣ ସମୟ ଉପସ୍ଥିତ ହବ। ଏବେ ପହଞ୍ଚି ଯାଇଛି ସେ ସମୟ, ଆଗକୁ ଭୟଙ୍କର ହବ। ମାତ୍ର ଧାର୍ମିକ ଲୋକମାନଙ୍କୁ ସେ ଉଦ୍ଧାର କରିବାର
ବାଟ ପ୍ରସ୍ତୁତ ସେ କରିଛନ୍ତି। ଯେପରି ଗୀତ ସଂଗୀତ 91 ପର୍ବରୁ ଲେଖାଲା, ତୁମର ପାର୍ଶ୍ୱରେ ସହସ୍ର ଦକ୍ଷିଣ ପାର୍ଶ୍ୱରେ ଅହିତ ଲୋକ ପଡ଼ିବେ, ତୁମ ପାଖକୁ ଆସିବ ନାହିଁ। ଆଖିରେ ତୁମେ ଦେଖିବ ମାତ୍ର ତୁମ ପାଖକୁ ଆସିବନି। କୌଣସି ନାରୀ ତୁମ ତମ୍ବୁ ନିକଟରେ ଗୃହ ଭିତରେ ପ୍ରବେଶ କରିବ ନାହିଁ। ହାଲେଲୁୟା। Praise the Lord। Praise the Lord। ଆମକୁ ଧାର୍ମିକତାର ମାର୍ଗରେ ଯିବାକୁ। ପାପୀ ମାନଙ୍କୁ ସେ କଣ କହିଲେ? ସାଉଲଙ୍କୁ ଆଉ ସେ ସାମଲ ଭବିଷ୍ୟତ ବକ୍ତା କହିଲେ, ପ୍ରଭୁ ତୁମକୁ ଆଜ୍ଞା ଦେଇଛନ୍ତି କଣ? ସେଇ ଆଉ ଅମାଲେକୀୟ ପାପୀ ମାନଙ୍କୁ ପୁରି ଭାବରେ ବିନାଶ କରିବ। ପାପୀ ମାନେ ନିହାତି ବିନଷ୍ଟ ହେବେ। ସେମାନେ ଯେତେ ଭଲରେ ଥାନ୍ତୁ, ହଠାତ୍ କଣ ଗୋଟେ ହେଇଯିବ। ଦେଖୁଛୁ ବେଳେ ବେଳେ ଭୟଙ୍କର ବନ୍ୟା। ଏବେ ତ ସବୁ ଗୁଡାକ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି, ଫେସବୁକ୍ ୟୁଟ୍ୟୁବ ଏସବୁ ଗୁଡା ଦେଖିବାକୁ ମିଳୁଛି। କେମିତି ବନ୍ୟା ସବୁ ସହର ମାନଙ୍କୁ ପୁରା ଆଉ କିଛି ରଖୁନାହିଁ। ପୁଣି ସୁନାମି, ସମୁଦ୍ରର ଢେଉ ପ୍ରବଳ ଭାବରେ ମାଡ଼ି ଆସି ଆଉ ସେ କୂଳ ପାର୍ଶ୍ୱରେ ଥିବା ସହର ମାନଙ୍କୁ ଆଉ କିଛି ବୋଲି ପତା ସତା ରହୁନାହିଁ। ଗୋଟିଏ ବର୍ଷ କି 2 ବର୍ଷ ତଳେ ମାତ୍ର କେରଳରେ ସେମିତି ଏମିତି ପ୍ରବଳ ବନ୍ୟା ହେଇଛି ଆଉ କହିବାକୁ ନାହିଁ। ଆଉ ପୁରା ସହର ଭିତରେ ସମାଡ଼ି ଗାଡି ଫାଡି ସବୁ ଗୁଡାକୁ ଗୋଟିଏ ଜାଗାରେ ଘର ଦ୍ୱାର ଭାଙ୍ଗି ଆଉ ମାନେ ସମୁଦ୍ର ପରି ଦେଖାଉଛି। ସହର ଭିତରେ ସେମିତି ବନ୍ୟା ମାଡ଼ିକି ଚାଲିଛି। ଆଉ ମାଟି ଅତଳା ସବୁ ଧସୁଛି। କି ଭୟଙ୍କର ଦୃଶ୍ୟ। କେରଳରେ 90% ଖ୍ରୀଷ୍ଟିଆନ, 100ରୁ 90% ଖ୍ରୀଷ୍ଟିଆନ। ସେଇଠି ଏମିତି ହଉଛି। ଖ୍ରୀଷ୍ଟିଆନ ହେଲେ କିଛି ଲାଭ ନାହିଁ ସେଥିରେ, ଗିର୍ଜା ଗଲେ ଲାଭ ନାହିଁ ସେଥିରେ। ଆମକୁ କଣ କହିବାକୁ ଅଛି? ଧାର୍ମିକ ହେବା। ତାହେଲେ ପ୍ରଭୁଙ୍କର ପ୍ରତିଜ୍ଞା ଅଛି। ସେମାନେ କ୍ରନ୍ଦନ ଟିକେ ଚିରେଇ ଦେଲେ ମାତ୍ରକେ ପ୍ରଭୁ ଶୁଣିବେ। ସେ କାର୍ଯ୍ୟ କରିବେ, ତାକୁ କେହି ଅନ୍ୟଥା କରିପାରିବ ନାହିଁ। ତାଙ୍କ ଦୂତମାନଙ୍କୁ ପଠେଇବେ। ସେ କହନ୍ତି ତୁମର ଚାରିଆଡେ ସେ ଦୂତମାନେ ଛାଉଣି କରି ତମକୁ ରକ୍ଷା କରିବେ। ହାଲେଲୁୟା। Praise the Lord। ପ୍ରଭୁଙ୍କର ଧନ୍ୟବାଦ ହଉ। ତେଣୁ ଏଇ ସମୟରେ ଆଉ ଧାର୍ମିକ କେମିତି ହବା କହ ମୁଁ କହିବି। ପ୍ରଭୁଙ୍କର ଆଜ୍ଞା ସବୁ ମାନି, ଯେତେବେଳେ ଆମେ ଆଜ୍ଞା ପାଳନ, ଯାହା ପ୍ରଭୁଙ୍କର ବାକ୍ୟ ଅଛି, ପ୍ରଭୁ କଥା କହୁଛନ୍ତି, ସେଇଟା ଯଦି ଆମେ ମାନୁ, ଆମେ ଧାର୍ମିକ। ତେଣୁ ନିଜକୁ ପରୀକ୍ଷା କର ବୋଲି ବାଇବେଲ ଲେଖାଉଛି। ସମସ୍ତେ ନିଜକୁ ପରୀକ୍ଷା କରି ଦେଖ। ଜଣେ ପ୍ରକୃତ ପ୍ରଭୁଙ୍କ ଲୋକର ପରିଚୟ ଆମଠାରେ ରହିବାକୁ ବାଇବେଲ ଯାହା କହୁଛି ତାହା। ଲାଭ କ୍ଷତି କିଛି ଦେଖିବାର ନାହିଁ, ଆବଶ୍ୟକ ନାହିଁ, ଦେଖିପାରିବା ନାହିଁ। କୌଣସି କାରଣ ନାହିଁ ଯୋଉଟା କି ଆମେ ଆଜ୍ଞା ନ ମାନୁଛୁ। ଯଦି ଆଜ୍ଞା ପାଳନ ନ କରୁଛୁ, ମନେ ରଖ ପ୍ରଭୁଙ୍କ ଦୃଷ୍ଟିରେ କୌଣସି ଲୋକ ଧାର୍ମିକ ହୋଇପାରିବ ନାହିଁ। ଆଉ ଏ ପ୍ରତିଜ୍ଞା ସବୁ ତା ପାଇଁ ନାହିଁ। ହିତୋପଦେଶ 15 ପର୍ବର 29 ପଦରେ କଣ ଲେଖା ଅଛି? ସଦା ପ୍ରଭୁ ଦୁଷ୍ଟ ମାନଙ୍କ ଠାରୁ ଦୂରରେ ଥାନ୍ତି, ମାତ୍ର ଧାର୍ମିକ ମାନଙ୍କର ପ୍ରାର୍ଥନା ସେ ଶୁଣନ୍ତି। ହାଲେଲୁୟା। ପ୍ରଭୁ ଯୀଶୁ ନିଜେ ବି ସେଥିପାଇଁ କହିଲେ ଜନ 15 ପର୍ବ 7 ପଦରେ, ଯେ ତୁମେ ମୋ ଠାରୁ, ମୋ ବାକ୍ୟ ତୁମ ଠାରୁ ଯାହା ଇଚ୍ଛା କର ମାଗ, ତାହା ତୁମ ପାଇଁ ସାଧିତ ହବ। ପ୍ରଭୁଙ୍କର ବାକ୍ୟକୁ ଆମକୁ ପାଳନ କରିବାକୁ ଅଛି। ତାହେଲେ ପ୍ରଭୁ ଆମମାନଙ୍କୁ ପ୍ରତି ସନ୍ତୁଷ୍ଟ ହେବେ। ଶେଷରେ ଗୋଟେ କଥା କହିବାକୁ ମୁଁ ଚାହୁଁଛି। এই প্রভুঙ্কর বাক্য পালন করিবা, প্রভুঙ্কর আজ্ঞা মানিবা এত তত সহজ বিষয় নহে। শুণুছু, জানুছু, কহুছু, কিন্তু প্রভু গোটে বাট ব্যবস্থা କରିଦେଇଛନ୍ତି ଯୋଉଠି ସହଜ ହେଇପାରିବ। କଣ ସେଇଟା? ପବିତ୍ର ଆତ୍ମା। ପବିତ୍ର ଆତ୍ମାଙ୍କ Praise the Lord. Praise the Lord। Praise the Lord। କେମିତି? ଜିହିଜିକଲ 36 ପର୍ବର 27 ପଦ ଲେଖା ଯଦି କେହି ପାରିବ ଶୀଘ୍ର କରି ପଢିବ। ଜିହିଜିକଲ 36 ପର୍ବର 27 ପଦ। କେହି ବି ପାଇନା ପର୍ଯ୍ୟନ୍ତ। ପୁଣି ଆମ୍ଭେ ତୁମମାନଙ୍କ ଅନ୍ତରରେ ଆମ୍ଭର ଆତ୍ମା ସ୍ଥାପନ କରିବା ଓ ତୁମମାନଙ୍କୁ ଆମ୍ଭର ବିଧି ରୂପ ପଥରେ ଚଲାଇବା। ତହିଁରେ ତୁମେମାନେ ଆମ୍ଭର ଶାସନ ସକଳ ରକ୍ଷା କରି ପାଳନ କରିବ। ଏଇଠି ଲେଖା ହେଲା ଆମର ଆତ୍ମା, ପରମେଶ୍ୱରଙ୍କର ଆତ୍ମା ଆମେ ତୁମକୁ ଦବା। ତାହେଲେ ଆଉ ତୁମର ଆମ ବିଧିରୂପ ପଥରେ ଚଳିବା। ସେତେବେଳେ ତୁମେ ଆମର ଶାସନ ସକଳ, ପ୍ରଭୁଙ୍କର ବାକ୍ୟ ସବୁ ତୁମେ ମାନିପାରିବ। ଏଇଟା ପବିତ୍ର ଆତ୍ମାଙ୍କର କାର୍ଯ୍ୟ। ସେଥିପାଇଁ ପ୍ରଭୁ ଯୀଶୁ ତାଙ୍କର ଶିଷ୍ୟମାନେ ଯୋଉମାନେ ଶେଷ ଦିନରେ ତାଙ୍କୁ ତ୍ୟାଗ କରି ଚାଲିଗଲେ, ସେମାନଙ୍କୁ ଦୃଢ ଆଜ୍ଞା ଦେଇ କହିଥିଲେ, ହେ ପ୍ରଭୁ କହିଥିଲେ, ଯୀଶୁ କହିଥିଲେ ସେମାନଙ୍କୁ, ଯେତେବେଳେ ପୁନରୁତ୍ଥାନ ପରେ ଦର୍ଶନ ଦେବେ, ତମ ଉପରେ ମୋର ବହୁତ ଆଶା ଥିଲା, ଭରସା ଥିଲା, ତମେ ମୋର ସାକ୍ଷୀ ହବ, ସୁସମାଚାର ପ୍ରଚାର କରିବ, ଯୀଶୁ ଈଶ୍ୱରଙ୍କର ପୁତ୍ର ବୋଲି କହିବ, ତାଙ୍କ ଠାରେ ପରିତ୍ରାଣ ଅଛି ବୋଲି ସାରା ଦୁନିଆକୁ ଜଣେ ବୋଲି ମୋର ଭରସା ଥିଲା। ଡାକିଥିଲି, ମତେ ଏତେ ବଡ ଧୋକା ଦେଲ ତମାନେ। କଣ ନା
आउ मते कहिल तुम पई मरिबु तमे समस्त मते छाड़ी चली गल आउ पितर तमे तो कहितलो समस्त चली गले मु जीविनी मु मरिबि आपण पई तमे मते 3 थर स्पीकर मु जानिनी 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 तो गोटे प्रकार से तो केवल स्वीकार सेटा केवल भयंकर कथा आउ कोन कहिल ना गोटे दासी जतल तुमको देखी थी संगे ना तमें कल मु राण प्रमाण करी कहूची से किए मु जाने ना पितरंको ठारु कि आमे उपरे एपरी प्रत्येकंकर जीवन हब जदि से भलरे पवित्र आत्मा रे पूर्ण न हब तेणु बाइबल लिखा गोटे कथा कौन रोमियो 8 पर्वर 26 पदरे आत्मा आमर दुर्बलतार साहाय्य करती निवेदन करती जोटा मैंने कही पारिबा नहीं पर भाषा जो मैंने कथा कहू आउ से प्रथम करती 14 पर्व तार 2 पद अनुसार कौन से लोक बुझे ना मात्र निगूढ़ विषय में ईश्वर को कहू निगूढ़ इंग्रेजी रे मिस्टरीज लिखा होची निगूढ़ विषय ईश्वर निकट रे कहू प्रेज द लॉर्ड जो माने परभाषा कहउछंदी समान पाई मु प्रभुकर धन्यवाद दिए आ मो भीतर बोझ जे ख्रिस्टियन मानकु प्रकृत ख्रिस्टियन करिवा पाई जेमिति कि प्रत्येक पवित्र आत्मा पाइबे गिरजा प्रार्थना रे किछि नाही ईश्वर आत्मा आत्मा सत्य तांगर उपासना करिवा को मु तो जन्मरु ख्रिस्टियन थिली कहीं मोर परिवर्तन हला मो बापा मा प्रचार करते बापा 12 वर्ष से परिवर्तन दरकार कौन थिला मो बड़ बापा जे कि से वर्तमान चंद्रउडारे से तो प्रचारक थिले तांकर कौन परिवर्तन दरकार थिला से जयकिन भाई ना मोर बड़ बापा भाई से भी तो प्रचारक थिले तांकर परिवर्तन कौन दरकार हला एवं कोनी से कौन आउ से जो गाना जो मिखाल आइना थिले खर्चबाड़ी से मो बापा को पाठ पढ़ते 40 वर्षर प्रचार करते परिवर्तन दरकार कौन थिला आम सब ख्रिस्टियन थी निज आत्मा प्रभुंर सेवा आराधना करूँ ईश्वर आत्मा पवित्र आत्मा जदि पवित्र आत्मा आम ठारे नाहंती ताहले आम ठारे किछि नाही बोली आम को जानिबा को हबो जेहेतु से प्रथम करंथियो आउ 12 पर्वर 3 पदरे कौन से लिखा होछि पवित्र आत्मा प्राप्त न होई यीशु प्रभु कौन से लोग यीशु प्रभु बोली कहि पारिबो नै सेटा एग्जैक्टली सिखिना कोन देखि पर पर्वर 3 पवित्र आत्मा प्राप्त नहीं कौन से लोग यीशु प्रभु बोली कहि पारिबो नै तेणु प्रत्येक ख्रिस्टियन मंडल रे पवित्र आत्मा को गुरुत्व देवा दरकार जदि कौन से लोग प्रभुकर कार्य करूची प्रचार करूची सब बंद करी ताको पवित्र आत्मा को कथा कहिबा दरकार निजे से प्रकार दान प्राप्त लोक ही दरकार हेले समान को ऊपर हस्तार्पण करबा दरकार आउ जंती शिष्य माने करिया सब पवित्र आत्मा पाउथिले समस्ते से प्रकार कार्य हवा दरकार नले हमर कार्य किछि नाही ए बाइबलटा गोटे पाठ नाही स्कूल कॉलेज रे यूनिवर्सिटी पाठ पढ़ी की ट्रेनिंग नै की प्रचार कर दबो सुंदर सुंदर गीत गाइबो बाजा बजेइबो एरा से नाही ईश्वर आत्मा अटंती जो माने तांगर उपासना करन आत्मा सत्य करबा आवश्यक तेणु मो जीवन रे परिवर्तन जतला पवित्र आत्मा मते दरकार प्रभु मते पवित्र आत्मा रे पूर्ण कले से क्षुदा तु सामने सेही समठारु मु जहा कार्य करि आसी आज पर्यंत 42 वर्ष अधिक समय बिना पवित्र आत्मा रे कोनसी कार्य मु करे नाही बिना पवित्र आत्मा रे कोनसी शिक्षा दीक्षा मु दिए नाही जतले विशेष विशेष सभा समिति मानकर मते डका जाए आउ मुख्य वक्ता भाव रे मेन स्पीकर भाव रे समान को ठारे से सब्जेक्ट सबु थिबो एई सब्जेक्ट रे आपण कहिबे आउ पावलो जेमति कले मु बुद्धिमान गृह निर्माण पाई कारी परि कार्य को जे मास्टर बिल्डर मु सेई प्रकार भाव रे आउ मु कोन जागतिक भाव रे मध्य मो ठारे आउ से योग्यता अछि आउ कोन जतल मु इकोनॉमिक्स रे बरमपुर यूनिवर्सिटी मु शश कली एमए इन इकोनॉमिक्स एमए हला मास्टर ऑफ आर्ट्स मु मध्य जागतिक भाव रे गोटे मास्टर अच्छी सेटा को मु आत्मिक भाव में बुले देवा चाहे बुद्धिर सहित कार्य करे पवित्र आत्मा जोड़ी किछि नाही सेठी पवित्र आत्मा अग्नि जलया मु चेष्टा करे आउ एथिरे बहुत प्रभु सफलता देइछन्ते जेमिति कि भुवनेश्वर परी कैपिटल ओडिशार राजधानी सेठिकार बैप्टिस्ट चर्च ओडिया बैप्टिस्ट चर्च रे सिल्वर जुबिली सेलिब्रेशन समान होतिला मते डाकिले मेन स्पीकर करी आउ जन को ओडिशा बाहर डाकिले मेन स्पीकर दुई जन प्रभु चाहिए केवल मते तेणु कौन है से आसिले अटि गले 3 दिन मीटिंग मु सब नेली विचित्र भाव में प्रभु कार्य कले मते हाथ गोड़ बांधिला पर से माने कहले पास्टर प्रेसिडेंट सेक्रेटरी आसी आज्ञा अवश्य रिक्वेस्ट करी कहले एटा हमर बैप्टिस्ट चर्च
ପ୍ରେଜ୍ ଦ ଲର୍ଡ କରିବେନି, ହାଲେଲୁୟା କରିବେନି, ଠିଆ ହେବା ପାଇଁ କହିବେନି, ହାତ ଉଠିବା ପାଇଁ କହିବେନି, ଅଲ୍ଟର କଲ୍ ଦେବେନି ଲୋକଙ୍କୁ, ପବିତ୍ର ଆତ୍ମାଙ୍କ କଥା ବେଶୀ କହିବେନି। କିଛି ସମୟ ପାଇଁ ମୋର ହୃଦୟ ଭାଙ୍ଗିଗଲା। ଏଇଟା ଯଦି ନହେଲା ମୁଁ ଆଉ କ'ଣ କରିବି? ମତେ କିନ୍ତୁ ଯେତେବେଳେ ଡାକିବା ପାଇଁ ଆସିଥିଲେ ତାଙ୍କର ସେକ୍ରେଟାରୀ ଘରକୁ, ଆଉ ସେଇ ଇନଭାଇଟେସନ ଲେଟର ନେଇକି ମତେ ହାତ ଯୋଡ଼ି କହିଥିଲେ, ଯେତେବେଳେ ମୁଁ ସେଟା ଧରିଲି ପଢିବା ପାଇଁ କହିଲେ, ଆଜ୍ଞା ଦୟାକରି ମନା କରିବେ ନାହିଁ, ସମସ୍ତେ ଆପଣଙ୍କ ଠାରୁ ଶୁଣିବା ପାଇଁ ଚାହିଁଛନ୍ତି। ଏଇଟା କୌଣସି ଗାଁ ଗହଳିରେ ନାହିଁ, ଭୁବନେଶ୍ୱର ପରି ସହରରେ ଯୋଉ ଚର୍ଚ୍ଚ ମାନଙ୍କୁ ଗଲେ ସବୁ ହାଇ ଲେଭେଲର ଲୋକମାନେ ସବୁ ଥିଲେ, ସେମାନଙ୍କ ସେଇ ଜାଗାରେ ମତେ ପହଞ୍ଚିଲେ। ଏଇ ପ୍ରକାର ପରିବେଶ ଦେଖିଲେ ଟିକେ ଭାଙ୍ଗିଗଲା ମୋ ହୃଦୟ। ଖାଲି ପଦେ କହିଲି ସେମାନଙ୍କୁ, ବାଇବେଲରେ ଯାହା ଲେଖା ହେଇଛି ତାହା କହିପାରିବି ତ? କହିଲେ ହଁ ହଁ। ମୋ ଭିତରୁ ଆସୁଥିଲା ତାଙ୍କୁ କହିବା ପାଇଁ, ଆପଣମାନେ ଯାହା କହିଲେ ଏଇଟା କ'ଣ ବାଇବେଲରେ ବାହାରିକି ଦେଖେଇବି ବାଇବେଲରେ? ମାତ୍ର କଣ୍ଟ୍ରୋଲ ହେଲି, ଆତ୍ମା ମତେ କହିଲେ କଣ୍ଟ୍ରୋଲ କରାଯିବ। ସବୁ କଥା ହଠାତ୍ ସବୁ କଥା କହିବା ଠିକ ନାହିଁ। ସବୁ ବିଷୟ ପାଇଁ ଗୋଟେ ସମୟ ଅଛି। ଜଗ ତମକୁ ମେନ୍ ସ୍ପିକର କରି ଅଣା ହେଇଛି। ଜାଣିଛ କିଏ ଆଣିଛନ୍ତି? ଯୀଶୁ ଆଣିଛନ୍ତି ମଣିଷମାନେ। ତେଣୁକରି ସେ ତୁମକୁ କେମିତି କରି ବ୍ୟବହାର କରି କ'ଣ କଣ୍ଟ୍ରୋଲ କରିବେ ସେ ଜାଣିଛନ୍ତି। ବୁଦ୍ଧିର ସହିତ କାମ କର, ବୁଦ୍ଧିର ସହିତ ବିଚଳିତ ହବ ନାହିଁ। ସେମାନେ ତମକୁ ସବଜେକ୍ଟ ଦେଇଛନ୍ତି ଆତ୍ମାରେ ଉତ୍ତପ୍ତ ହବ, ମୁଣ୍ଡ ଖଟା, ଏ ବାକ୍ୟକୁ କେମିତି ତମେ ଘୁରେଇବ, ପବିତ୍ର ଆତ୍ମାଙ୍କର ଟପିକ କେମିତି ଆଣିବ। 3 ଦିନ ପର୍ଯ୍ୟନ୍ତ ମିଟିଂ ଅଛି, ସନ୍ଧ୍ୟାରେ ପବ୍ଲିକ ମିଟିଂ, ଗସ୍ପେଲ ମିଟିଂ, ଦିନରେ ବାଇବେଲ ଷ୍ଟଡି। ଆଉ ଜଣେ ଲୋକକୁ ଅଣା ହଉଥିଲା, ପ୍ରଭୁ ଆତ୍ମାରେ କଥା, ତାକୁ ଆମେ ବନ୍ଦ କରିଦେଲୁ, ତମ ପରି ସେ କାମ କରିବ ନାହିଁ। ଏବେ ତମର ବୁଦ୍ଧି ଖଟାଅ। ଯଦି ତମେ କାମ କରିପାରିବ ନାହିଁ ବୁଦ୍ଧି ଖଟେଇ, ପ୍ରଭୁ କ'ଣ କରିବେ ଦେଖିବ, ତମକୁ ଏମିତି ଚାନ୍ସ ଆଉ ଦେବେ ନାହିଁ। ଏ ତ କରିପାରିଲା ନାହିଁ, ଆଉ କ'ଣ ହବ? ଆଉ ଯିଏ କରିପାରିବ ତାକୁ ଆଣି ପହଞ୍ଚିବେ। ସାଉଲ ଚାଲିଯିବାରୁ ଦାଉଦ ଆସିଲେ। ଯଦି ତମେ ଭଲରେ କାମ କରି ସକ୍ସେସ୍ ପାଇବ, ଏମିତି ଅନେକ ଚାନ୍ସ ପ୍ରଭୁ ତମକୁ ଦେବେ। ଧୈର୍ଯ୍ୟ ରଖିଲି, ବୁଦ୍ଧିର ସହିତ କାର୍ଯ୍ୟ କଲି, ପ୍ରଭୁଙ୍କ ବାକ୍ୟ କଲାବେଳେ ବିଶେଷ ବିଶେଷ ସାକ୍ଷର ସହିତ ଆସ୍ତେ ଆସ୍ତେ ଦିନକୁ ଦିନ ଚର୍ଚ୍ଚରେ ଲୋକମାନେ ଅଧିକରୁ ଅଧିକ ହେବାକୁ ଲାଗିଲେ। ସହରରେ ସବୁ ଖେଳିଗଲା ମୋର ସାକ୍ଷ୍ୟ ସବୁ। ଆଉ ଲୋକମାନେ ମିଟିଂ ପରେ ଆସି ମତେ କହୁଥାନ୍ତି, ଆପଣଙ୍କର ଆଉ ଶିକ୍ଷା ପ୍ରଚାରରେ ଆମେ ସମସ୍ତେ ବହୁତ ସାଟିସ୍ଫାଇଡ ହଉଛୁ। ମୋର ଲକ୍ଷ୍ୟ ଥିଲା ଗୋଟିଏ, ପବିତ୍ର ଆତ୍ମାଙ୍କର ନିଆଁ ଜାଳିବେ ଏଠି। ସେଦିନ ଉପବାସ କଲି ମୁଁ, ଆଉ ମିଟିଂ ସରିବା ପର୍ଯ୍ୟନ୍ତ ଖାଇଲି ନାହିଁ, ପିଇଲି ନାହିଁ, କାନ୍ଦି କାନ୍ଦି ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲି, କାନ୍ଦି କାନ୍ଦି କଲି ପ୍ରଭୁ ଏଇଟା ଗୋଟିଏ କବରଖାନା ପରି ମତେ ଲାଗୁଛି। ପ୍ରେଜ୍ ଦ ଲର୍ଡ, ହାଲେଲୁୟା ବି କହୁନାହାନ୍ତି। ପବିତ୍ର ଆତ୍ମାଙ୍କର କାର୍ଯ୍ୟ କୋଉଠି ହବ, ଆଶ୍ଚର୍ଯ୍ୟ କର୍ମ କ'ଣ ହବ। ମୋର ଅନେକ ସାକ୍ଷ୍ୟ ଶୁଣି ଶେଷ ଦିନ ମିଟିଂରେ ଲୋକମାନେ ଅନେକ ଆସି ମତେ କହିଲେ, ଆଜ୍ଞା ଆପଣ ଟିକେ ହିଲିଂ ପ୍ରେୟର କରନ୍ତୁ ଲୋକଙ୍କୁ ଟାଚ୍ କରିକି। ବହୁତ ଲୋକମାନେ ଆସୁଛନ୍ତି, ହିନ୍ଦୁ ଖ୍ରୀଷ୍ଟିଆନ ଅନେକ ଲୋକମାନେ। ମୋ ମନ ଦୁଃଖରେ ଭାଙ୍ଗିଛି। ଆଉ ଫାଷ୍ଟିଂରେ ମୁଁ ଅଛି। ସେତେବେଳେ ମିଟିଂ ପୂର୍ବରୁ ସେଇ ପ୍ରେସିଡେଣ୍ଟ ସେକ୍ରେଟାରୀ ଆଉ ପାଷ୍ଟର ଆସିକି ଓଲଟା କରିକି ମତେ କହିବାକୁ ଲାଗିଲା, ଆଜ୍ଞା ଆଉ ଆପଣଙ୍କର 3 ଦିନର ମିଟିଂ ସହରରେ ଏମିତି ଭାବରେ ବ୍ୟାପି ଯାଇଛି, ସମସ୍ତ ଲୋକମାନେ ଆପଣଙ୍କୁ ଜଣେ ପ୍ରଭୁଙ୍କ ଲୋକ, ଈଶ୍ୱରଙ୍କ ଦାନପ୍ରାପ୍ତ ଲୋକ ବୋଲିକି ଜାଣି ସାରିଛନ୍ତି। ତେଣୁ ଆପଣ ଯେମିତି ଇଚ୍ଛା ଆଜି ଆପଣ ସେମିତି କରନ୍ତୁ। ମୋ ହାତକୁ ସବୁ ଆସିଗଲା। ଏପରି ଭାବରେ କାର୍ଯ୍ୟ କରି ସେଇ ଦିନର ଟପିକଟା ମୁଁ ଏମିତି ଭାବରେ ତାକୁ ବୁଲେଇକି କହିଲି, ପବିତ୍ର ଆତ୍ମାଙ୍କୁ ନେଇକି ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ମୋ ନିଜର ଅନୁଭୂତି, ଯୋଉ ସବୁ ବଡ ବଡ ଆଶ୍ଚର୍ଯ୍ୟକର ମୋ ପ୍ରଭୁ ମୋ ଦ୍ୱାରା କରିଛନ୍ତି, ମୋ ପାଇଁ କରିଛନ୍ତି, ଏ ସବୁର ମୂଳରେ କିପରି ପବିତ୍ର ଆତ୍ମା ଅଛନ୍ତି, ବାଇବେଲର କଥା ବାକ୍ୟକୁ ସବୁ ପ୍ରମାଣ କରିକି, ତାପରେ ଶେଷରେ ଆହୁରି ବୁଦ୍ଧିର କଥା କହି ଯେତେବେଳେ ସେମାନଙ୍କୁ ଆଉ କହିଲି, ଯୋଉମାନେ ଚାହୁଁଛନ୍ତି ଏ ବିଶେଷ ସମୟରେ ବିଶେଷ ପ୍ରଭୁଙ୍କୁ ଆସିବା ପାଇଁ ହାତ ଉଠାନ୍ତୁ। ଗୁଡ଼ାଏ ଲୋକ ହାତ ଉଠାଇଲେ। ଏତେ ଲୋକ ହାତ ଉଠାଇଲେ ମୁଁ ଜାଣିଲି ଆଉ ମୁଁ ଭୟ କରିବି କାହିଁକି। ପୁରା ଚର୍ଚ୍ଚର ଅଧିକାଂଶ ଲୋକ, ପ୍ରାୟ 4 ଭାଗରୁ 3 ଭାଗ ଲୋକ ହାତ ଉଠେଇଛନ୍ତି। ସଭ୍ୟ ଶିକ୍ଷିତ ଲୋକମାନେ ଉଠେଇଛନ୍ତି। ମତେ ଆଉ ଡରିବାର ନାହିଁ। ପୁଣି ଶେଷରେ ପ୍ରଭୁଙ୍କୁ କହିଲି, ମତେ ଆଉ ଗୋଟେ ଚିହ୍ନ ଦିଅ, କେହି ବି ଜଣେ ମତେ ଗୋଟେ ରିକ୍ୱେଷ୍ଟ କରୁ, ତାପରେ ମୁଁ ଫ୍ରିଲି କରିବି। ଆତ୍ମା କହୁଛନ୍ତି ମତେ, ତୁମ ହାତରେ ଏ ଚର୍ଚ୍ଚକୁ ଆଜି ସମର୍ପଣ କରାହେଇଛି, ତମ ସାମ୍ନାରେ କେହି ଠିଆ ହେଇପାରିବ ନାହିଁ। ଆଉ କାହିଁକି? ଝିଅ ଶୃଙ୍ଖଳ ବାକ୍ୟର ଡାହାଣ ବାମକୁ ଯିବ ନାହିଁ। ଯୋଉମାନେ ପ୍ରଭୁଙ୍କର ବାକ୍ୟକୁ ଏମିତି କଡ଼ାକଡ଼ି ଭାବରେ ମାନିବେ, ସେମାନଙ୍କ ପାଇଁ ପ୍ରଭୁ ଏପରି କାର୍ଯ୍ୟ କରିବେ। ଲେଖା ହଉଛି, ଆମେ ଦ୍ୱାର ଖୋଲିବା, ତାକୁ କେହି ବନ୍ଦ କରିପାରିବ ନାହିଁ। ଅନେକ ପ୍ରାର୍ଥନା କଲେ ସବୁ ହେଇପାରିବ ନାହିଁ। ମୂଳ କଥା ବାଇବେଲକୁ ନେଇକି, ବାଇବେଲ କହୁଛି, ବାକ୍ୟ କହୁଛି, ସେ ଅନୁସାରେ କରିବା। ସେତେବେଳେ ପ୍ରଭୁ କାର୍ଯ୍ୟ କରି ଏପରି ଭାବରେ ଯେମିତି ଝିଅ କଲେ, ଆମେ ଯେମିତି ମଶା ସଙ୍ଗେ ଥିଲୁ ତମ ସଙ୍ଗେ ସେମିତି। କେବଳ ସିକ୍ରେଟ ହଉଥିଲା ବାଇବେଲର ପାଠଶାଳାରେ ଯିବା, ତାକୁ ପଛରେ ପକେଇ
ଯେତେ ପ୍ରାର୍ଥନା ଯେତେ ଯାହା କଲେ ବିଶେଷ କିଛି ଫଳ ସେଟା ଦବ ନାହିଁ। ତେଣୁ ଯେତେବେଳେ ମୁଁ ଶେଷରେ ଏଇ କଥା କହିଲି ମିଟିଂ ଆରମ୍ଭ ହେଇଯାଇଛି ଏକଦମ ଆଉ ସିଂହାସନ ଭଳିଆ ସେ ତାଙ୍କର ପୁଲପିଟା ଷ୍ଟେଜଟା ସେଇଠି ଅଛନ୍ତି, ମୁଁ ମଧ୍ୟ ବସିଛି। ସେ ଯିଏ ପାଷ୍ଟର ଚର୍ଚ୍ଚର ସେ ମୋର ଲେଫ୍ଟ ସାଇଡରେ ବସିଛନ୍ତି। ସେ ମତେ କାନରେ ଆସି କହିଲେ, ବେହେରା ବାବୁ ଆପଣ ଆଜି କାହାକୁ ମାନନ୍ତୁ ନାହିଁ, ସମସ୍ତ ଲୋକ ଆପଣଙ୍କ ପକ୍ଷରେ ଅଛନ୍ତି ଆଉ ମୁଁ ବି ଆପଣଙ୍କ ପକ୍ଷରେ ଅଛି। ସେମିତି ପ୍ରଭୁ ଚାଳନା ଦଉଛନ୍ତି ସେମିତି କର। ହଠାତ୍ ମୁଁ ଉବୁଡ ହେଇକି ପ୍ରଭୁଙ୍କୁ ଧନ୍ୟବାଦ ଦେଲେ। ସେଟା କେହି ଜାଣିବେ କି ମୁଁ କାହିଁକି ଉବୁଡ ହେଲି? ସେଟା ମୋର ଷ୍ଟାଇଲ। ଯେତେବେଳେ ବହୁତ ଲୋକଙ୍କର ମିଟିଂ ମନଉଥାଏ ସମୟରେ ପୁରା ଭୂମିରେ ମୁଣ୍ଡ ଲଗାଏ, ମୁଁ ନିଜକୁ ଏକଦମ ନତନମ୍ର କରିକି ସେ ଯୋଉ ଗୀତ ଆଇ ଏମ୍ ନଥିଙ୍ଗ ଲର୍ଡ କହିକି ଆମର ଜସନ୍ ସେଦିନ ଗାଇଲା, ଯୋଉଟା ମୋର ନିଜର ଇଂରେଜୀ ଗୀତ, ନିଜର ରଚନା, ନିଜର ସ୍ୱର, ଲିରିକ୍ସ ଆଣ୍ଡ ଟ୍ୟୁନଟା ମୁଁ ନିଜେ ଦେଇଛି। ଏମିତି ଓଡ଼ିଆ ଆଉ ଇଂଲିଶ ଗୀତ ଗୁଡା କେତେ କେତେ ମୁଁ ନିଜେ କରିଛି। ଆଉ ସେଇ ଜାଗାରେ ଯେତେବେଳେ ସେମିତି ଉବୁଡ ହେଇଲି ପ୍ରଭୁଙ୍କ ନିକଟରେ, ଆଉ ତାପରେ ଯୋଉମାନେ ହାତ ଉଠେଇଛନ୍ତି ଠିଆ ହୁଅନ୍ତୁ, ଯୋଉମାନେ ଠିଆ ହେଇଛନ୍ତି ଆଗକୁ ଆସନ୍ତୁ, ଏମିତି କରି ଡାକିଲି। ମୋର ସବୁ କଥା ଶୁଣୁଛନ୍ତି, ବୁଦ୍ଧିର କଥା କହିଛି ତାକୁ ଏପାକ ସେପାକ କେହି କରିପାରିବେ ନାହିଁ। ସ୍ତ୍ରୀ ଲୋକମାନେ ଗୋଟେ ପାଖରେ, ପୁରୁଷ ଲୋକମାନେ ଗୋଟେ ପାଖରେ। ତାପରେ ଆରମ୍ଭ କରନ୍ତୁ କହି ଯେତେବେଳେ ଏମିତି ଚିଲେଇଲେ, ସବୁ ଚିତ୍କାର କଲେ, ଉଚ୍ଚ ସ୍ୱର କରି ପରଭାଷା ସବୁ ଶୁଣାଗଲା। ସେଇ ଆଉ ଭୁବନେଶ୍ୱର ବାପ୍ଟିଷ୍ଟ ଚର୍ଚ୍ଚରେ ପ୍ରଭୁ ପବିତ୍ର ଆତ୍ମାଙ୍କର ଦୃଷ୍ଟି ଦେଲେ। ରୋଦନ ବିଳାପ ପରଭାଷା ଏସବୁ ହାତ ତାଳି ମାରିବା ଆଉ ସେଟା ପେଣ୍ଟିକଷ୍ଟ ଚର୍ଚ୍ଚରେ ଏତେ ହେଇପାରିବ ନାହିଁ। ସେ ବାପ୍ଟିଷ୍ଟ ଚର୍ଚ୍ଚରେ ସେମିତି ହେଲା। ଏମିତି ଭାବରେ ମୁଁ କାର୍ଯ୍ୟ କରେ। ପବିତ୍ର ଆତ୍ମାଙ୍କର କଥାରେ ଖାଲି ନାହିଁ, ଖାଲି ପ୍ରଚାର କରିଦେବା, ସାକ୍ଷ୍ୟ ଦେଇଦେବା, ସେଇଠି ମୁଁ ନାହିଁ। ତାକୁ ନେଇକି ପ୍ରାକ୍ଟିକାଲ କରିବା, ଲୋକ ଚିଲେଇବାକୁ ହବ, ପାର୍ଟି କରିବାକୁ ହବ। ଏମିତି ଭାବରେ ମୁଁ କହିବି, ସେ ବାପ୍ଟିଷ୍ଟ ହୁଅନ୍ତୁ ଆଉ ଯିଏ ହୁଅନ୍ତୁ, ଯୋଉ ପ୍ରକାର ଲୋକ ହୁଅନ୍ତୁ, ସେ ମୁଖ ଖୋଲିବ, କାନ୍ଦିବ, ଚିଲେଇବ ଆଉ ଦରକାର ଲୋକ ପବିତ୍ର ଆତ୍ମାରେ ପଡ଼ିବ। ଏଇଟା ତ ପ୍ରାକ୍ଟିକାଲ କାମ। ତେଣୁ ପ୍ରଭୁଙ୍କର ଧନ୍ୟବାଦ ହଉ। ସେଇପରି ଭାବରେ ପ୍ରଭୁ କାର୍ଯ୍ୟ କରନ୍ତି ଆଉ ତାକୁ କେହି ଅନ୍ୟଥା କରିପାରିବ ନାହିଁ। ଏଟା ପାଇଁ ମୋର ମନ ଭିତରେ ଗୋଟେ ବୋଝ ରହିଛି ଖ୍ରୀଷ୍ଟିଆନ ମାନଙ୍କ ପ୍ରତି, ମଣ୍ଡଳୀ ଗୁଡା ମାନଙ୍କ ପ୍ରତି, ଅନେକ ଖ୍ରୀଷ୍ଟିଆନ ନେତା ମାନଙ୍କ ପ୍ରତି। ବହୁତ କିଛି ସ୍ପିରିଚୁଆଲ ଆକ୍ଟିଭିଟି ସମାନଠାରେ ଦେଖାଯାଏ, କିନ୍ତୁ ପ୍ରକୃତ ବିଷୟ ସମାନଠାରେ ନଥାଏ। ସେ ପ୍ରକୃତ ଅରିଜିନାଲ ବିଷୟ ଈଶ୍ୱରଙ୍କର ଆତ୍ମା, ପବିତ୍ର ଆତ୍ମା, ଯାହା ଜିଜିକଲ 36 ଦେଖିଲୁ। ଆମେ ପରମେଶ୍ୱରଙ୍କର ଆତ୍ମା, ଆମର ଆତ୍ମା ତୁମକୁ ଦବା, ସେତେବେଳେ ତୁମେ ଆମର ଆଜ୍ଞା ସବୁ ମାନିବ। ଆଉ ତୁମେ ସେତେବେଳେ କଣ ଦେଖାଯିବ? ପବିତ୍ର ଆତ୍ମା ପାଇବା ନିହାତି ଦରକାର। ସମସ୍ତଙ୍କୁ ପ୍ରାଣପଣ ଉଦ୍ୟମ କରି, ଆଉ କିଛି ମିଳୁ ନ ମିଳୁ ଜଗତରେ ପବିତ୍ର ଆତ୍ମା ଦରକାର। ଏଫେସୀୟ 4:30 ଲେଖା ହେଇଛି, ପବିତ୍ର ଆତ୍ମାଙ୍କ ଦ୍ୱାରା ମୁକ୍ତି ଦିବସ ପାଇଁ, ଉଦ୍ଧାର ହବା ପାଇଁ ମୁଦ୍ରାଙ୍କିତ ହେଇଛ, ସିଲ୍ ମରା ହେଇଛି। ତମେ ହଲେଇ ପାରିବେ ନାହିଁ କେହି। ଦୁଃଖର ବିଷୟ 2000 ବର୍ଷ ହେଲାଣି ଜୋଲ ଭାବଦୀଙ୍କ ଦ୍ୱାରା ଯୋଉ ପ୍ରତିଜ୍ଞା ପ୍ରଭୁ ଦେଇଥିଲେ ସମସ୍ତଙ୍କ ଉପରେ ଆତ୍ମା ଢାଳିବା, 2000 ବର୍ଷ ହେଲାଣି ସେ କାର୍ଯ୍ୟ ଆରମ୍ଭ ହୋଇଛି। କେତେ ଜଣ ପବିତ୍ର ଆତ୍ମା ପ୍ରାପ୍ତ ହେଇଛନ୍ତି? ପବିତ୍ର ଆତ୍ମା ପ୍ରାପ୍ତ ହେଇକି ପ୍ରଚାର କରିବା, ପ୍ରଭୁଙ୍କର କାର୍ଯ୍ୟ କରିବା, ପ୍ରଭୁଙ୍କର ସେବା କରିବା, ପ୍ରଭୁଙ୍କର ସନ୍ତୋଷ ନାହିଁ। ସେ ମଣିଷ ନାହାନ୍ତି। ଆମେ ଭଲ ଗୀତ ଗାଇଦେଲେ ସେ କେତେ ବଢିଆ ଗୀତଟା ଗାଇଲା, କି ଭଲ ମ୍ୟୁଜିକ ଦଉଛି ସେ, କି ଭଲ ଆଉ ପ୍ରଚାର ସେ କରୁଛି। ପ୍ରଭୁ ଏମିତି ହେଇଯିବେ, ଏକ୍ସାଇଟେଡ ହେଇଯିବେ? ଈଶ୍ୱର ଆତ୍ମା ଯୋଉମାନେ ତାଙ୍କର ଉପାସନା କରନ୍ତି, ଆତ୍ମା ସତ୍ୟରେ ଉପାସନା କରିବା ନିହାତି ଆବଶ୍ୟକ ବୋଲି ବାଇବେଲ, ଇଂଲିଶ ବାଇବେଲ ଲେଖା ହଉଛି। They must worship in spirit and in truth। ତେଣୁ ସମୟ ଆସିଛି, ଏ ତ ପ୍ରଭୁଙ୍କର ସନ୍ତୋଷଜନକ କାର୍ଯ୍ୟ ମାନଙ୍କୁ ନିହାତି କରିବାକୁ ହବ। ଏଫେସୀୟ 5:10 ଅନୁସାରେ ମାତ୍ର ଆଜି ଯୋଉ ବିଷୟ ଆମେ ଦେଖିଲୁ, ସାଉଲଙ୍କୁ କୁହାଲା ସେଇ ଆଉ ଅମାଲିକୀୟ ପାପୀ ମାନଙ୍କୁ ବିନାଶ କର। ପାପୀ ମାନେ ବିନଷ୍ଟ ହେବେ, ନିହାତି ହେବେ। ଯୋଉମାନେ ପ୍ରଭୁଙ୍କର ବାଟରେ ନାହାନ୍ତି, ତାଙ୍କୁ ଭୟ କରୁନାହାନ୍ତି, ତାଙ୍କର ଆଜ୍ଞା ମାନୁନାହାନ୍ତି, ସେମାନଙ୍କୁ ବିନଷ୍ଟ ହବାର ସମୟ ପହଞ୍ଚି ଯାଇଛି। ଆଉ ବେଶୀ ସମୟ ନାହିଁ। ମାତ୍ର ନୋହଙ୍କ ସମୟରେ ଯେପରି ସେ ଧାର୍ମିକ ଦେଖାଯାଏ, ତାଙ୍କର ପରିବାର ରକ୍ଷା ପାଇଲେ, ଏବେ ବି ଧାର୍ମିକ ମାନଙ୍କୁ ପ୍ରଭୁ ଉଦ୍ଧାର କରିବାର ଗୋଟିଏ ଏପରି ଯୋଜନା ପ୍ରଭୁ ପ୍ରସ୍ତୁତ କରିଛନ୍ତି, ଯାହା କେବେ ହେଇନଥିଲା ସୃଷ୍ଟି ଆରମ୍ଭରୁ, ହବ ବି ନାହିଁ। କଣ ସେ ଯୋଜନା? ଯୀଶୁଙ୍କର ଦ୍ୱିତୀୟ ଆଗମନ। ପ୍ରେଜ୍ ଦ ଲର୍ଡ। ସେ ମଧ୍ୟ ଆକାଶରେ ଆସୁଛନ୍ତି। ଆଉ ସେ ଲେଖା ହେଇଛି, ଆଉ ସେ ପ୍ରଧାନ ଦୂତଙ୍କ ସ୍ୱର ଈଶ୍ୱରଙ୍କର ତୁରୀବାଦ୍ୟ ସହିତ ସ୍ୱର୍ଗର ଅବତରଣ ଯେତେବେଳେ କରିବେ, ଖ୍ରୀଷ୍ଟଙ୍କ ଠାରେ ଥାଇକି ମରିଥିବା ଲୋକମାନେ ପ୍ରଥମେ ଉଠିବେ।
ବଞ୍ଚିଥିବା ଲୋକମାନେ ତାପରେ ଅଦୃଶ୍ୟ ହେଇଯିବେ, ମଧ୍ୟ ଆକାଶରେ ତାଙ୍କ ସଙ୍ଗେ ସାକ୍ଷାତ କରିବାକୁ। ଯେପରି ଜଗତରେ ଯୋଉ ମହାକ୍ଲେଶ ହବ ସେ ସବୁ ଭିତରେ ସେମାନଙ୍କୁ ଯିବାକୁ ପଡିବ ନାହିଁ। ଖ୍ରୀଷ୍ଟଙ୍କ ଠାରେ କିଏ ରହିପାରେ? ପ୍ରଥମ ଯୋହନ 3:24 ଅନୁସାରେ ଯେ ତାଙ୍କର ଆଜ୍ଞା ମାନେ ସେ ତାଙ୍କ ଠାରେ। Praise the Lord. ତେଣୁ ଆମମାନଙ୍କର ଜୀବନକୁ ଆମମାନଙ୍କୁ ବଦଳେଇବାକୁ ହବ। ଯୋଉ ଆଜ୍ଞା ମାନୁଛୁ ଭଲ, ସେଥିରେ ପ୍ରଭୁଙ୍କର କୌଣସି ଆପତ୍ତି ନାହିଁ। ଯାହା ମାନୁନାହୁଁ ସେମାନଙ୍କୁ ମାନିବାକୁ ହବ, ନଚେତ ଆମେ ମଧ୍ୟ ଉଦ୍ଧାର ପାଇପାରିବୁନି। ଆମେ ବି ବିନଷ୍ଟ ହେଇଯିବା ପାପୀ ମାନଙ୍କ ପରି। ସେଇଟା ହଉଛି ବଡ ଦୁଃଖର ବିଷୟ। କାରଣ ସଦୋମ ଗମୋରାରେ ସମସ୍ତେ ବିନଷ୍ଟ ହେଲା ବେଳେ ପାପୀ ମାନେ, ଆଉ ଲୋଟଙ୍କର ସ୍ତ୍ରୀ ଯୋଉ ଗୋଟେ ଧାର୍ମିକ ପରିବାର ଥିଲେ ସେ ବି ବିନଷ୍ଟ ହେଇଗଲା ପଛକୁ ଟିକେ ଅନେଇବାରୁ। ତେଣୁ ପ୍ରଭୁ ଯୀଶୁ ଗୋଟିଏ ସ୍ଥାନରେ କହିଲେ ଲୋଟଙ୍କର ସ୍ତ୍ରୀକୁ ସ୍ମରଣ କର। ଯଦି ସେ ରକ୍ଷା ପାଇଲେଣି ତମେ କେମିତି ଉଦ୍ଧାର ପାଇବ? ଗିର୍ଜା ପ୍ରାର୍ଥନା ଆମକୁ ରକ୍ଷା କରିପାରିବ ନାହିଁ। ପ୍ରଚାର କାର୍ଯ୍ୟ ଆମକୁ ସ୍ପିରିଚୁଆଲ ଆକ୍ଟିଭିଟିସ୍ ଆମକୁ ରକ୍ଷା କରିପାରିବନି। ଆମ ଜୀବନ ବଦଳିବାକୁ ହବ, ପବିତ୍ର ଆତ୍ମାରେ ପୂର୍ଣ୍ଣ ହବାକୁ ହବ। ଆଉ ଯୋଉମାନଙ୍କୁ ପ୍ରଭୁ ପ୍ରକୃତରେ ଆହ୍ୱାନ କରିଛନ୍ତି, ମନୋନୀତ କରିଛନ୍ତି, ସେମାନଙ୍କର ଆତ୍ମିକ ଚକ୍ଷୁ ଖୋଲିଛନ୍ତି, ପବିତ୍ର ଆତ୍ମାଙ୍କ ଦ୍ୱାରା ଅଭିଷିକ୍ତ କରିଛନ୍ତି, ଆଉ ତାଙ୍କ କାର୍ଯ୍ୟରେ ନିଯୁକ୍ତ କରିଛନ୍ତି, ସେମାନଙ୍କୁ ଯଥାସାଧ୍ୟ ପବିତ୍ର ଆତ୍ମାଙ୍କର ସେବା କାର୍ଯ୍ୟକୁ ବୃଦ୍ଧି କରିବାକୁ ହବ। ଏଇଟା ମୋ ଭିତରେ ଗୋଟିଏ ସଂକଳ୍ପ, ମୋର ପ୍ରତ୍ୟେକ ଦିନର ପ୍ରାର୍ଥନା। ପବିତ୍ର ଆତ୍ମାଙ୍କର କାର୍ଯ୍ୟକୁ ପବିତ୍ର ଆତ୍ମାଙ୍କର ମୁଁ ଏମିତି ପ୍ରାର୍ଥନା କରେ, ପ୍ରଭୁ ପବିତ୍ର ଆତ୍ମାଙ୍କର ସେବା କାର୍ଯ୍ୟକୁ ଯଥାସାଧ୍ୟ ମତେ ବୃଦ୍ଧି କରିବାକୁ ହବ, ଯଥେଷ୍ଟ ଭାବରେ ମତେ ବଢେଇବାକୁ ହବ। ଖାଲି ଶିକ୍ଷା ପ୍ରଚାର ନାହିଁ, ଖାଲି ମତେ ଠିଆ ଶିକ୍ଷା ପ୍ରଚାର କରିଦେଲେ ସମସ୍ତେ ହାତ ତାଳି ମାରିକି ଫୁଲହାର ସବୁ ଦେଇକି ମତେ ଗ୍ରହଣ କରି ପ୍ରଭୁଙ୍କ ଲୋକ ବୋଲି ମାନିବେ। କାରଣ ସେଇଭଳିଆ ସାକ୍ଷ୍ୟ ମୋ ପାଖରେ ଅଛି। ସେଇଭଳି ମୋ ଜୀବନକୁ ମୁଁ ରଖିଛି ତ୍ୟାଗ ଶୃଙ୍ଖଳା ସବୁର ଭିତରେ। ମୁଁ ଜମା ସେଥିରେ ଖୁସି ନାହିଁ। ଲୋକ ଖୁସି ହେଲେ କଣ ହବ? ଜଣେ ଖୁସି ହେବା ଦରକାର। ଯେ ମତେ ସୃଷ୍ଟି କରିଛନ୍ତି, ମୋ ପାଇଁ ଜୀବନ ଦେଇଛନ୍ତି, ଅନେକଙ୍କ ଭିତରୁ ମତେ ମନୋନୀତ କରିଛନ୍ତି, ଆଉ ମତେ ନିଯୁକ୍ତ କରିଛନ୍ତି, ତାଙ୍କୁ ମତେ ଖୁସି କରିବା ଦରକାର। ସମସ୍ତେ ତାଙ୍କ ସମ୍ମୁଖରେ ଦିନେ ହିସାବ ଦେଲା ବେଳେ ମତେ ଆଉ ଅନ୍ତତଃ ସେ ଗୋଟିଏ କଥା କହିବା ଦରକାର, ଏଇଟା ମୋର ଇଚ୍ଛା, ମୋର ଲକ୍ଷ୍ୟ, ବେଶ ଉତ୍ତମ ବିଶ୍ୱସ୍ତ ଦାସ। ଯୀଶୁଙ୍କ ମୁଖରୁ ଏଇ କଥା ଶୁଣିବାକୁ ହେଲେ କିଭଳି ଭାବରେ କାର୍ଯ୍ୟ କରିବାକୁ ହବ? ବେଶ ଉତ୍ତମ ବିଶ୍ୱସ୍ତ ଦାସ। ଏତି ପ୍ରାର୍ଥନା କରେ, ପ୍ରଭୁ ଶେଷରେ ତୁମ ସମ୍ମୁଖରେ ଠିଆ ହିସାବ ଦେଲା ବେଳେ ଏଇ କଥା ପଦରେ ଯେମିତି ମୁଁ ତମ ଠାରୁ ଶୁଣିବି, ବେଶ ଉତ୍ତମ ବିଶ୍ୱସ୍ତ ଦାସ। ପ୍ରାର୍ଥନା କରେ ଏଇଟା ହବ ନାହିଁ, ସେ ଅନୁସାରେ କାର୍ଯ୍ୟ କରିବା। ତାପରେ ସେ କଣ କହିବେ? ଅଳ୍ପ ବିଷୟରେ ବିଶ୍ୱସ୍ତ ହେଲ। ଏଇଟା ବି ମୁଁ ଶୁଣିବାକୁ ଚାହୁଁଛି ପ୍ରଭୁ। ମୁଁ ତୁମ ଦୃଷ୍ଟିରେ ବିଶ୍ୱସ୍ତ, ଏଇଟା ମୁଁ ଶୁଣିବାକୁ ଚାହୁଁଛି। ତାପରେ ଆଉ କଣ କହିବେ? ବହୁ ବିଷୟରେ ନିଯୁକ୍ତି ଦିଆଯିବ, ଏଇଟା ମୁଁ ଶୁଣିବାକୁ ଚାହୁଁନି। ସେଟା ତମ ଉପରେ ନିର୍ଭର। ବହୁ ବିଷୟରେ ନିଯୁକ୍ତି ଦବ କି ଆଉ କଣ କରି ନକରେ ସେଇଟା ଉପରେ ମୋର କିଛି ନାହିଁ। ମତେ ଏତିକି, ତୁମଠାରେ ମୁଁ ଗ୍ରାହ୍ୟ ହେବି, ମୋ କାମଟା ଠିକ ବୋଲି ତମେ କହିବ, ତମେ ଟିକେ ଖୁସି ହେଇଯିବ, ବସ୍। ଏଇଟା ମୋର ଇଚ୍ଛା। ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରନ୍ତୁ। ଏଥିପାଇଁ ଆମମାନଙ୍କୁ ଆଉ ଧାର୍ମିକତାର ମାର୍ଗରେ ଆମମାନଙ୍କୁ ଯିବାକୁ ହବ। ପ୍ରଭୁଙ୍କର ବାକ୍ୟ ପାଳନ ଯୋଉମାନେ କରୁଛନ୍ତି ସେମାନେ କେବଳ ସେ ଧାର୍ମିକ ଦେଖାଯିବେ, ସେମାନେ ରକ୍ଷା ପ୍ରାପ୍ତ ହେବେ। ତେଣୁକରି ବାଇବଲର ଶେଷ ପୁସ୍ତକ ପ୍ରକାଶିତ ବାକ୍ୟ 22 ତାର 14 ପଦରେ ଲେଖା ହେଲା, ଯୋଉମାନେ ଆପଣ ବସ୍ତ୍ର ଧୌତ କରନ୍ତି ସେମାନେ ଧନ୍ୟ, ଦ୍ୱାର ଦେଇ ନଗରରେ ଅର୍ଥାତ୍ ନୂତନ ଜେରୁସାଲେମରେ ବା ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବେ। ମାତ୍ର ଇଂରେଜୀ ବାଇବଲ ତାର ଲେଖା ବସ୍ତ୍ର ଧୌତ ବୋଲିଆ କିଙ୍ଗ ଜେମ୍ସ ଭର୍ସନ, ନ୍ୟୁ କିଙ୍ଗ ଜେମ୍ସ ଭର୍ସନରେ ଲେଖା ହଉଛି ବ୍ଲେସଡ ଆର୍ they that do his commandments। ଯୋଉମାନେ ଆଜ୍ଞା ପାଳନ କରନ୍ତି ସେ ଲୋକମାନେ ଧନ୍ୟ। କାହିଁକି ସେ ଓଡ଼ିଆରେ ଏମିତି ସବୁ ଟ୍ରାନ୍ସଲେଟ କରାଯାଇଛି ମୁଁ କିଛି ଜାଣେ ନାହିଁ। ଆଜ୍ଞା ପାଳନ କରନ୍ତି ସେମାନଙ୍କର ଭଲ କଥା ହେଇଥାନ୍ତା କିଙ୍ଗ ଜେମ୍ସ ଭର୍ସନ, ଯୋଉଟା କି ଏଭ୍ରି ଆଉ ଗ୍ରୀକ ଭାଷାର ଆଉ ପ୍ରଥମ ଟ୍ରାନ୍ସଲେସନ କରାଯାଇଛି ଇଂରେଜୀରେ। ସେଟା ହଉଛି ଫାର୍ଷ୍ଟ କିଙ୍ଗ ଜେମ୍ସ ଭର୍ସନ। ଇଂଲଣ୍ଡ ରାଜା ଜେମ୍ସ ଥିଲେ ସେ ତାପରେ ହେଇଥିଲା। ତାପରେ ଅନ୍ୟାନ୍ୟ ଅନେକ ଇଂଲିଶ ଭର୍ସନ ଆମର ଓଡ଼ିଆ ସହ କେତେ କେତେ ପଛରେ। କାହିଁକି ଲେଖିଲାନି ଯୋଉମାନେ ଆଜ୍ଞା ପାଳନ କରନ୍ତି ସେମାନେ ଧନ୍ୟ ବୋଲି, ବସ୍ତ୍ର ଧୌତ କରନ୍ତି ସେମାନେ ଧନ୍ୟ। ଏମିତି କେତେ ନା କେତେ କଣ ଅଛି ଯୋଉଟା କି ସେ ଯୋହନ 4:23-24 ପଦରେ they must worship, ନିହାତି ସେମାନଙ୍କୁ ଆଉ ଆତ୍ମା ସହିତ ଉପାସନା। କାହିଁକି ଲେଖା ହେଲାଣି? ଉଚିତ କରିବା ଉଚିତ। ସେଥିରେ କିଛି ୱେଟ ହିଁ ନାହିଁ। କାହିଁକି ଏମିତି କରିଛନ୍ତି ସେମାନଙ୍କୁ ହିଁ ଜଣା। କିଏ ଟ୍ରାନ୍ସଲେଟ କରିବା ଲୋକମାନେ ସେମାନେ କୋଉ ପ୍ରକାରକୁ ପବିତ୍ର ଆତ୍ମା ପ୍ରାପ୍ତ ନା କଣ କେତେ କେତେ ପ୍ରକାର ବର୍ଷଣ କରନ୍ତୁ। ଯାହା କିଛି ସଦାପ୍ରଭୁଙ୍କର ପୁସ୍ତକର ଅନୁସନ୍ଧାନ କରି ପାଠ କର, ଆମେ ତାକୁ ଭଲରେ ଦେଖିବାକୁ ହବ, ଆଉ ତାପରେ ପବିତ୍ର ଆତ୍ମାଙ୍କ ଦ୍ୱାରା ସବୁ ସତ୍ୟରେ ଆମେ ପ୍ରବେଶ କରିପାରିବା। ତେଣୁ ବର୍ତ୍ତମାନ ଏ ଶେଷ ସମୟ ପହଞ୍ଚି ଯାଇଛି ବଦଳିବାକୁ। ଯୋଉମାନେ ପାପୀ ମାନେ ସେମାନେ ସେ ପାପରୁ ଫେରିବାକୁ ହବ।
ଧାର୍ମିକ ମାନେ ଖ୍ରୀଷ୍ଟିଆନ ମାନେ ଆହୁରି ପ୍ରଭୁଙ୍କର ଆଜ୍ଞା ପାଳନ କରି ଭଲ ଖ୍ରୀଷ୍ଟିଆନ ହବାକୁ ପଡିବ। ଅଣ ଖ୍ରୀଷ୍ଟିଆନ ମାନେ ସେମାନେ ବଦଳି ଯୀଶୁଙ୍କ ଠାରେ ବିଶ୍ୱାସ କରି ତାଙ୍କର ବାକ୍ୟ ମାନିବାକୁ ହବ। ଯେପରିକି ଆସି ବିଳମ୍ବ କରିବେନି, ଯେ କହୁଛନ୍ତି ଦେଖ ଆମେ ଶୀଘ୍ର ଆସୁଛୁ, ହେଲେ ବି ତ 2000 ବର୍ଷ ହେଲାଣି। ଲୋକ କାହିଁକି 2000 ବର୍ଷ? ଭିତର ପୁସ୍ତକରେ କୁହାଯାଇଛି ପ୍ରଭୁଙ୍କ ପାଇଁ ଗୋଟିଏ ଦିନ ହଉଛି 1000 ବର୍ଷ, ବା ଆଉ 1000 ବର୍ଷ ଗୋଟିଏ ଦିନ। ତେଣୁ 2000 ବର୍ଷ ହେଲେ ଏଇଟା ମାତ୍ର 2 ଦିନ ହେଲା। କାହିଁକି ଏମିତି ହେଇଛି? ଭିତର ପୁସ୍ତକ ଲେଖା ହଉଛି ସମସ୍ତେ ପରିତ୍ରାଣ ପାଆନ୍ତୁ, ଜଣେ କେହି ବିନଷ୍ଟ ହୁଅନ୍ତୁ ତାଙ୍କର ଇଚ୍ଛା ନାହିଁ। ଏଥିପାଇଁ ସେ ଦୀର୍ଘ ସହିଷ୍ଣୁ ହେଇଛି। ହାଲେଲୁୟା, ପ୍ରଭୁଙ୍କର ଧନ୍ୟବାଦ ହଉ। ସଦା ସର୍ବଦା ଆମମାନଙ୍କୁ ଅଧିକରୁ ଅଧିକ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହେଇ ପ୍ରଭୁଙ୍କର ବାକ୍ୟ ସବୁ ଆମକୁ ସଫଳ କରିବାକୁ ହବ। ଆଉ ସେତେବେଳେ ପ୍ରଭୁ ଆମଙ୍କର ପ୍ରାର୍ଥନା ଶୁଣିବେ। ଏତେବେଳେ ନିଶ୍ଚୟ ଆମେ ବୁଝିପାରୁଥିବା ପ୍ରଭୁ ଆମକୁ କଥା କହୁଛନ୍ତି। କାହିଁକି ତମେ ଅନେକ ପ୍ରାର୍ଥନା କଲେ ମୁଁ ଶୁଣୁନାହିଁ, ତମର ଅଭିଯୋଗ ଅଛି ମତେ ପ୍ରାର୍ଥନା କରି ଶୁଣ। ଜାଣିଛ ତ, ବୁଝିପାରୁଛ ବର୍ତ୍ତମାନ ପରଭାଷା ବି କହୁଛ ତମେ, ମାତ୍ର ପ୍ରଭୁଙ୍କର ବାକ୍ୟ ପାଳନ କରିପାରୁନ, ପ୍ରଭୁଙ୍କର ଆଜ୍ଞା ଲଙ୍ଘନ କରୁଛ ତମେ। ଏ ବାକ୍ୟ କଣ ଅନ୍ୟଥା ହବ? ତମ ପାଇଁ ବଦଳିଯିବ ବାକ୍ୟ? ତ ଗୋଟେ ମୁହୂର୍ତ୍ତ ପାଇଁ ଅଛ, ପର ମୁହୂର୍ତ୍ତରେ ତମେ ନଥିବ। ଏବେ ବି ପ୍ରଭୁ କହିବା ପାଇଁ ଚାହୁଁଛନ୍ତି ପ୍ରଭୁଙ୍କର ବାକ୍ୟକୁ ସଫଳ କର। ଆଉ ମତେ ଆର୍ତ୍ତନାଦ କର। ଦେଖ ମୋର ପ୍ରତିଜ୍ଞା ଅଛି ସର୍ବ ସଂକଟରୁ ତମକୁ ଉଦ୍ଧାର କରିବା। ସମସ୍ତ ଆଖି ବନ୍ଦ କରିଦେବା, ନିଜ ନିଜକୁ ସମର୍ପଣ କରିବା ପ୍ରଭୁଙ୍କ ନିକଟରେ। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ଆଉ ଠିଆ ହବା ମଧ୍ୟ। Hallelujah. Praise the Lord. ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ଥ୍ୟାଙ୍କ ୟୁ ଜିସସ୍। ମୁଖ ଖୋଲିବା ସମସ୍ତେ, ଆଉ ପ୍ରଭୁଙ୍କ ନିକଟରେ ଆମେ ନିଜ ନିଜକୁ ସମର୍ପଣ କରିବା, ପ୍ରଭୁଙ୍କର ପ୍ରଶଂସା କରିବା, ଧନ୍ୟବାଦ କରିବା। ପବିତ୍ର ଆତ୍ମାରେ ପୂର୍ଣ୍ଣ ହବା ଆମଙ୍କର ନିତାନ୍ତ ଆବଶ୍ୟକ। Hallelujah, praise the Lord, glory to God. Urabba shabari kharaba pramana karabandalla rama. ନିଜେ ମୁଖ ଖୋଲା କରନ୍ତୁ, ସମସ୍ତେ ଟିକେ ପ୍ରାର୍ଥନା କରିବା ପାଇଁ ଭଲରେ ଆତ୍ମିକ ମନା ହେଇ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରନ୍ତୁ, ନିହାତି ପବିତ୍ର ଆତ୍ମାରେ ପୂର୍ଣ୍ଣ ହେବା ପାଇଁ। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ପବିତ୍ର ଆତ୍ମା ପ୍ରାପ୍ତ ହୋଇଥିଲେ ଆତ୍ମାଙ୍କର ଦାନ ଗୁଡ଼ିକ ଆମକୁ ପ୍ରାପ୍ତ ହେବାର ଆବଶ୍ୟକ। ହାଲେଲୁୟା। সেই অধার্মিকতার মার্গ ত্যাগ করি, পাপ ত্যাগ করি ধার্মিকতার মার্গকে আমাকে আসিବାକୁ হব। আমার আজ্ঞা লঙ্ঘন সবাই প্রভুଙ୍କ নিকটে ক্ষমা প্রার্থনা କରିବାକୁ হব। পুরা বাবা বাসা কালা রাবানি দারাবানি খারাবা প্রমানা মালা রাবানি। হালেলুয়া, 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 হালেলুয়া। পুরা প্রমানি কারাবা শাকালা রাবানি দারাবানি রাবানি। তুমি মহান, তুমি মহান, তুমি মহান, তুমি মহান, তুমি মহান। Hallelujah. Hallelujah.
ସମସ୍ତେ ପ୍ରଭୁଙ୍କ ନିକଟରେ ଆହୁରି ନିଜ ନିଜକୁ ସମର୍ପଣ କରିବା ଏବଂ ନିଜ ନିଜକୁ ପରୀକ୍ଷା ମଧ୍ୟ କରିବା। ଆମେ ପ୍ରଭୁଙ୍କର ବାକ୍ୟ ପାଳନ କରୁଛୁ ନା ପାଳନ କରୁନା? ଯୋଉ ବାକ୍ୟ ସବୁ ଆମେ ପାଳନ କରୁଛୁ ସେ ସବୁ ଆମକୁ ପାଳନ କରି ଚାଲିବାକୁ ହବ। ଆଉ ଯାହା ମାନେ କରୁନା ସେଥିପାଇଁ ପ୍ରଭୁଙ୍କ ନିକଟରେ କ୍ଷମା ପ୍ରାର୍ଥନା କରି ମନସ୍ଥ କରିବାକୁ ହବ। ମୁଁ ତୁମର ବାକ୍ୟ ସବୁ ପାଳନ କରିବି। ଯଦି ଏତିକି କହିପାରିବା ଅନ୍ତର ସହ ପ୍ରଭୁ ଯୀଶୁ ତାଙ୍କ ରକ୍ତରେ ଆମର ପାପ ସବୁ ଧୋଇବେ ଆଉ ତାଙ୍କ ଦୃଷ୍ଟିରେ ଆମେ ଧାର୍ମିକ ଦେଖାଯିବୁ। ଆମର ପ୍ରାର୍ଥନା ଆମର ତାପରେ ଆମକୁ ଆତ୍ମନାଦ କରିବାକୁ ହବ, ଉଚ୍ଚ ସ୍ୱର କରିବାକୁ ହବ, ପବିତ୍ର ଆତ୍ମାରେ ପ୍ରାର୍ଥନା କରିବାକୁ ହବ, ବଡ ଭାଷା କହିବାକୁ ହବ, ଆତ୍ମାରେ ଉତ୍ତେଜିତ ହବାକୁ ହବ। ଆଉ ପ୍ରଭୁ ଆମମାନଙ୍କର ସେଇ ଆର୍ତ୍ତନାଦ କ୍ରନ୍ଦନ ସେ ଶୁଣିବେ ଆଉ ସର୍ବସଙ୍ଗରେ ଉଦ୍ଧାର। ପ୍ରଭୁଙ୍କର କ୍ରୋଧ କୋପ ଢଳାଯିବା ସମୟରେ ଆମ ପାଖକୁ ତାହା ଆସିବ ନାହିଁ। ଆମେ ଆଖିରେ ଦେଖିବା ମାତ୍ର ଆମ ପାଖକୁ ତାହା ଆସିବ ନାହିଁ। ସେ ତାଙ୍କ ଦୂତମାନଙ୍କୁ ଆମମାନଙ୍କ ବିଷୟରେ ଆଜ୍ଞା ପୁରା ବାତ୍ରାମାନି କାର ହାଲେଲୁୟା ପ୍ରେଜ୍ ଦ ଲର୍ଡ। हे विश्व करता
ଆମେ ପ୍ରଭୁ ଧାର୍ମିକତାର ମାର୍ଗରୁ ଫେରିବୁ, ଧାର୍ମିକତାର ପଥରେ ଗମନ କରିବୁ, ଆମେ ଆପଣ ଆପଣ ପାପ ସ୍ୱୀକାର କରିବୁ ଏବଂ ତୁମର ଆଜ୍ଞା ମାନେ ପାଳନ କରିବୁ, ପବିତ୍ର ଆତ୍ମାରେ ମାନେ ପରିପୂର୍ଣ୍ଣ ହବୁ, ତାହେଲେ ମୁକ୍ତି ଦିବସ ମାନେ ମୁଦ୍ରାଙ୍କିତ ହବୁ। ପ୍ରଭୁ ସମସ୍ତ ବିଷୟର ଅନ୍ତିମ କାଳ ସନ୍ନିକଟ, ତୁମେ ତୁମର କ୍ରୋଧକୁ ତୁମେ ଢାଳୁଛ, ତା ସହିତ ଉଦ୍ଧାର ପାଇବା ପାଇଁ ପବିତ୍ର ଆତ୍ମାଙ୍କୁ ମଧ୍ୟ ଢାଳୁଛ। ହାଲେଲୁୟା। ରିଦାବା ଶାକାଲା ରବା, ଈଶ୍ୱରଙ୍କର କ୍ରୋଧକୁ ଉପରୁ ଉଦ୍ଧାର ପାଇବା ପାଇଁ କେବଳ ପବିତ୍ର ଆତ୍ମା ହିଁ ସାହାଯ୍ୟ କରିପାରିବେ। ତେଣୁ ସେ ଜଣେ ସାହାଯ୍ୟକାରୀ ତୁମେ କହିଲ। ହାଲେଲୁୟା। ଉରବା ଶାକାଲା ରବା, ଯେପରି ସେଇ ଦିନରେ ଯୀଶୁଙ୍କୁ ଗ୍ରହଣ କରୁନଥିଲେ ଅନେକ ପ୍ରଭୁ ସେ ଯହୁଦୀ ମାନେ, ଆଜି ଅନେକ ଖ୍ରୀଷ୍ଟିଆନ ମାନେ ମଧ୍ୟ ପବିତ୍ର ଆତ୍ମାଙ୍କୁ ଗ୍ରହଣ କରୁନାହାନ୍ତି। ହେ ପ୍ରଭୁ, ତେଣୁ ତୁମେ ଅନୁଗ୍ରହ କର, ଦୟା କର, ଆମମାନଙ୍କ ଭିତରେ ଗୋଟିଏ ବୋଝ ସୃଷ୍ଟି ହଉ, ଗୋଟିଏ ଭାର ସହିତ କାର୍ଯ୍ୟ କରିବା ପାଇଁ ଆମମାନଙ୍କୁ ତୁମେ ଅନୁଗ୍ରହ କର। ହାଲେଲୁୟା। ଉରବା ବାବା ଶାକାଲା ରବା, ହାଲେଲୁୟା ହାଲେଲୁୟା। ଯତ ଲୋକମାନେ ଈଶ୍ୱରଙ୍କର ଆତ୍ମାଙ୍କ ଦ୍ୱାରା ଚାଳିତ, ସେମାନେ କେବଳ ଈଶ୍ୱରଙ୍କର ସନ୍ତାନ। ରୋମିଓ 8 ପର୍ବ 14 ପଦ ଅନୁସାରେ ଉରବାତ୍ରାମାନି କାରବା ଶାକାଲା ରବା। ତଥାପି ପ୍ରଭୁ, ଏହା ତୁମର ସଂକଳ୍ପ, ସମୁଦାୟ ପ୍ରାଣୀ ଉପରେ ତୁମର ଆତ୍ମା ତୁମେ ବୃଷ୍ଟି କରିବ କହିଛ, ଆଉ ତୁମର କୌଣସି ସଂକଳ୍ପକୁ ନିବାରଣ କରାଯାଇ ପାରିବ ନାହିଁ। ଅନୁଗ୍ରହ କର ଆମର ସମସ୍ତ ମଣ୍ଡଳୀରେ ପ୍ରଭୁ, ତୁମର ସମସ୍ତ ମଣ୍ଡଳୀରେ ଆତ୍ମାଙ୍କର ଅଗ୍ନି ପ୍ରଜ୍ୱଳିତ ହଉ। ହାଲେଲୁୟା। ତୁମର ଲୋକମାନେ ପବିତ୍ର ଆତ୍ମାଙ୍କର କାର୍ଯ୍ୟ ବୃଦ୍ଧି କରନ୍ତୁ। ଯୋଉମାନେ ସେପରି କରୁଛନ୍ତି ତୁମେ ସେମାନଙ୍କୁ ଜାଣିଛ, କୋଉମାନେ ସେପରି କାର୍ଯ୍ୟ କରୁଛନ୍ତି ତୁମେ ସେମାନଙ୍କୁ ତୁମର ଧର୍ମ ସ୍ୱରୂପ ଦକ୍ଷିଣ ହସ୍ତରେ ଧରି ରଖିଛ। ହାଲେଲୁୟା। ସେମାନଙ୍କୁ କେହି ବିରୋଧ କରିପାରିବେ ନାହିଁ। ଆଉ ଯୀଶୁ ତୁମେ ଶୀଘ୍ର ଆସୁଛ। ପ୍ରତ୍ୟେକ ଲୋକଙ୍କୁ କର୍ମାନୁସାରେ ପ୍ରତିଫଳ ଦେବାକୁ ସଙ୍ଗରେ ନେଇ ପୁରସ୍କାର ସଙ୍ଗରେ ନେଇ ତୁମେ ଆସୁଛ। ହାଲେଲୁୟା। ଧନ୍ୟବାଦ ଧନ୍ୟବାଦ ଧନ୍ୟବାଦ। ଉପସ୍ଥିତ ପ୍ରତ୍ୟେକଙ୍କୁ ଅନୁଗ୍ରହ କର ପ୍ରଭୁ, ଆମମାନଙ୍କର ଜୀବନ ବଦଳି ଯାଉ। ତୁମର ବାକ୍ୟ ଗ୍ରହଣ କରିବା ପାଇଁ ଆମମାନଙ୍କର ହୃଦୟ ଖୋଲା ହେଇଯାଉ, ଆମମାନଙ୍କର ଜୀବନ ବଦଳି ଯାଉ ସମ୍ପୂର୍ଣ୍ଣ ରୂପେ। ହାଲେଲୁୟା। ପ୍ରଭୁଙ୍କର ପ୍ରକୃତ ପ୍ରଭୁଙ୍କ ଲୋକର ପରିଚୟ ନେଇ ଆମମାନଙ୍କୁ ବଞ୍ଚିବାକୁ ହବ, କେବଳ କଥାରେ ନୁହେଁ ମାତ୍ର କାର୍ଯ୍ୟରେ ସୁଦ୍ଧା। ଇରବାତ୍ରାମାନି କାରବାନ୍ଦାରାମା, ସେଥିପାଇଁ ତୁମେ ସୁଯୋଗ କର ପ୍ରଭୁ। ତୁମ ନାମର ଧନ୍ୟବାଦ। ଯେପରି ତୁମେ ଚାହଁ ସେହିପରି ଭାବରେ ଆଉ ଆସନ୍ତା କାଲି ଠାରୁ ବିଭିନ୍ନ ସ୍ଥାନ ମାନଙ୍କରେ ଯାଇ ତୁମର କାର୍ଯ୍ୟ କରିବାକୁ ମଣ୍ଡଳୀ ଗୁଡ଼ିକରେ, କିନ୍ତୁ ପ୍ରଭୁ ମଣ୍ଡଳୀ ଗୁଡ଼ିକରେ ଯେଉଁ ଶିଥିଳତା ଦେଖାଯାଇଛି, ନିଶ୍ଚୟ ସେଥି ନିମନ୍ତେ ମୋର ଅନ୍ତରରେ ଆଉ ଗୋଟେ କ୍ଷୋଭ ରହିଛି, ଗୋଟେ ଦୁଃଖ ରହିଛି। କାରଣ ଅନେକ ପର୍ଯ୍ୟନ୍ତ ଯୋଉମାନଙ୍କ ପାଇଁ ମୁଁ ନିତ୍ୟ ନିତ୍ୟ ପ୍ରାର୍ଥନା କରୁ ଯଥେଷ୍ଟ ଭାରଗ୍ରସ୍ତ ହୁଏ, ମୋ ସହିତ ଟିକେ ଯୋଗାଯୋଗ ମଧ୍ୟ କରିନାହାନ୍ତି। ମୁଁ କିପରି ଭାବରେ ମୁଁ ଯିବି ମୁଁ ଜାଣିପାରୁନାହିଁ। ଏପରି ମନ ହଉଛି ମୁଁ ସିଧା କଡ଼ ଫେରିଯିବା ପାଇଁ, କିନ୍ତୁ ମୁଁ ନିଜକୁ ସଂଯୋଗ କରୁଛି। ପ୍ରଭୁ ତୁମେ ସେମାନଙ୍କ ଅନ୍ତରରେ କଥାକୁ କାର୍ଯ୍ୟ କର, ନିଜ ନିଜ କର୍ତ୍ତବ୍ୟରେ ସମ୍ବନ୍ଧରେ ସେମାନେ ସଚେତନ ହୁଅନ୍ତୁ। ଯଦି ଏପରି ନ ହୁଏ, ବହୁତ ଜାଗା ଅଛି ଯୋଉ ସ୍ଥାନ ମାନଙ୍କରେ ଯେ ମୁଁ କାର୍ଯ୍ୟ କରିପାରିବି, ଗ୍ରାମରେ ସହରରେ ଚାରିଆଡେ, କିନ୍ତୁ ତୁମେ କହିଲ ତୁମାନେ ଯେପରି ଫଳ ଉତ୍ପନ୍ନ କର, ତୁମାନଙ୍କର ଫଳ ସ୍ଥାୟୀ ହବ, ଏଥିପାଇଁ ମୁଁ ତୁମକୁ ନିଯୁକ୍ତ କରିଛି। ହେ ପ୍ରଭୁ, ଯୋଉମାନେ ଅଛନ୍ତି ସେମାନେ ଅନ୍ତତଃ ତୁମଠାରେ ସ୍ଥିର ରୁହନ୍ତୁ ବୋଲି ମୋର ଇଚ୍ଛା। ଆଉ ମୋର ସବୁବେଳେ ପ୍ରାର୍ଥନା ମଧ୍ୟ, ଗୋଟିଏ ସପ୍ତାହ 8 ଦିନ ହେଇଗଲା। ହେ ପ୍ରଭୁ, ଆମମାନଙ୍କର ଆଉ ମଣ୍ଡଳୀ ସବୁ ଆସି ଯେତେବେଳେ ସେଇ ସ୍ୱପ୍ନରେ ଗୋଟିଏ ବିଷୟ ମୁଁ ଶୁଣି ବିଳମ୍ବ କର ନାହିଁ, ମୁଁ ଚଞ୍ଚଳ ହେଇକି ଚାଲି ଆସିଛି। ଆଉ ସେପରି ଚଞ୍ଚଳତା ସମସ୍ତଙ୍କଠାରେ ମୁଁ ଦେଖିବାକୁ ଚାହେଁ, ମାନ୍ଦା ଭାବରେ ନାହିଁ। ବ୍ୟଗ୍ର ହୋଇ ପ୍ରଭୁଙ୍କର କାର୍ଯ୍ୟ କରିବାକୁ ଆଜି ବି ଯୀଶୁ ଆସିପାରନ୍ତି, କାଲି ଆସିପାରନ୍ତି, ଆଉ କିଛି କରିହବ ନାହିଁ। ତେଣୁ ଯେପରି ତୁମର ଇଚ୍ଛା ଅନୁସାରେ ଆଉ ମୁଁ କାର୍ଯ୍ୟ କରିପାରେ, ସେହିପରି ଭାବରେ ତୁମେ ସାହାଯ୍ୟ କର, ସବୁ ବିଷୟକୁ ନିୟନ୍ତ୍ରଣ କର। ମଧ୍ୟ ଏଇଠି ଉପସ୍ଥିତ ପ୍ରତ୍ୟେକଙ୍କୁ, ଏ ଲାଇଭରେ ଯୋଗ ଦେଇଥିବା ସମସ୍ତଙ୍କ ପ୍ରତି ତୁମେ ଅନୁଗ୍ରହ କର। ବାକ୍ୟର ଶ୍ରୋତା ମାତ୍ର ନେଇ ତାର କର୍ମକାରୀ ସମସ୍ତେ ହୁଅନ୍ତି। ତୁମର କଣ୍ଟାବିଧା ପାଦ ପ୍ରଣାମ ଆଉ ଚୁମ୍ବନ କରି ତୁମର ହସ୍ତରେ ଆମେ ସମସ୍ତେ ନିଜ ନିଜକୁ ସମର୍ପଣ କରି ନିତ୍ୟ ଜୀବିତ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଏହି ପ୍ରାର୍ଥନା କରୁଛି। ଦୁଇ ହାତ ଉପରକୁ ଉଠିବା ସମସ୍ତେ। Is Lord, is Lord, He has risen from the dead, is Lord. Every knee shall bow, every tongue confess, that Jesus Christ is Lord. Say Prabhu, say Prabhu. प्रभु
प्रति आंठ भांगिब प्रति जीव कहिब यीशु ख्रीस्त ही नाम। એટલે પિતા ઈશ્વરଙ୍କର ପ୍ରେମ ପ୍ରଭୁ ଶ୍ରୀକୃଷ୍ଣଙ୍କର ଅନୁଗ୍ରହ ପବିତ୍ରାତ୍ମାଙ୍କର ସହଭାଗିତା ପ୍ରଭୁ ଶ୍ରୀକୃଷ୍ଣଙ୍କର ଗୌରବମୟ ପୁନରାଗମନ ପର୍ଯ୍ୟନ୍ତ ଆମ ପ୍ରତ୍ୟେକଙ୍କର ସହବର୍ତ୍ତୀ ହୁଅନ୍ତୁ। ଜୟ ଯୀଶୁ ମସିହ କି ଜୟ ଯୀଶୁ ମସିହ କି ଜୟ ଯୀଶୁ ମସିହ କି ହାଲେଲୁୟା 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 ପ୍ରେଜ୍ ଦ ଲର୍ଡ ପ୍ରେଜ୍ ଦ ଲର୍ଡ ପ୍ରେଜ୍ ଦ ଲର୍ଡ ପ୍ରେଜ୍ ଦ ଲର୍ଡ ପ୍ରେଜ୍ ଦ ଲର୍ଡ।